أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين ଯେପରିକି ମୁଁ ପୂର୍ବ ଖୁତବାରେ ଏହଜାବ ଯୁଦ୍ଧ ସଂକ୍ରାନ୍ତରେ ଚର୍ଚ୍ଚା କରିଥିଲି, ସେହି କ୍ରମରେ ଏହଜାବ ଯୁଦ୍ଧର ଅତିରିକ୍ତ ବର୍ଣ୍ଣନା ଏପରି ଉଲ୍ଲେଖ ରହିଛି ଯେ ଅବିଶ୍ୱାସକାରୀମାନଙ୍କୁ ଗର୍ତ୍ତ ଅତିକ୍ରମ କରିବା ସତ୍ତ୍ୱେ ବି ଯେତେବେଳେ କୌଣସି ସଫଳତା ଲାଭ ହେଲା ନାହିଁ ବରଂ ସେମାନଙ୍କୁ ଘୋର ପରାଜୟର ସମ୍ମୁଖୀନ କରିବାକୁ ପଡ଼ିଥିଲା, ସେତେବେଳେ ସେମାନେ ଏକତ୍ରିତ ହେଲେ ଏବଂ ସମସ୍ତେ ଏହି କଥାରେ ଏକମତ ହେଲେ ଯେ ପ୍ରାତଃ ସମୟରେ ଆମେ ମୁସଲମାନମାନଙ୍କ ଉପରେ ଆକ୍ରମଣ କରିଦେବା, ତେଣୁ କେହି ଯେପରି ପଛରେ ରହି ନ ଯାଆନ୍ତୁ। ସେମାନେ ଅହୋରାତ୍ର ପ୍ରସ୍ତୁତି ଚଳାଇଲେ ଏବଂ ସୂର୍ଯ୍ୟୋଦୟ ହେବା ପୂର୍ବରୁ ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ସମ୍ମୁଖରେ ଗର୍ତ୍ତଠାରେ ଆସି ପହଞ୍ଚିଗଲେ। ଅବିଶ୍ୱାସକାରୀମାନେ ପ୍ରତ୍ୟେକ ପାର୍ଶ୍ୱରୁ ଗର୍ତ୍ତକୁ ଘେରି ନେଇଥିଲେ ଏବଂ ଏକ ସୈନ୍ୟବାହିନୀ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ଶିବିର ମୁହାଁ ହୋଇଥିଲା। ସେହି ସୈନ୍ୟବାହିନୀରେ ଖାଲିଦ୍ ବିନ୍ ୱଲିଦ୍ ନେତୃତ୍ୱ ନେଇଥିଲା। ଅବିଶ୍ୱାସକାରୀମାନେ ଯେତେବେଳେ ଖନ୍ଦକକୁ ବାରମ୍ବାର ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏଥିସହିତ ଅବିଶ୍ୱାସକାରୀମାନଙ୍କୁ ମୁସଲମାନମାନଙ୍କ ଧନୁର୍ଦ୍ଧରମାନେ ଘୋର ତୀର ବର୍ଷଣ କରି ଚାଲିଥିଲେ। ଅବିଶ୍ୱାସକାରୀମାନେ ମୁସଲମାନମାନଙ୍କ ପକ୍ଷରୁ କୌଣସି ତ୍ରୁଟି ଓ ଅବଚେତନ ହେଳାପଣର ଅପେକ୍ଷା କରୁଥିଲେ, ଅର୍ଥାତ୍ ଯଦି କୌଣସି ସୁଯୋଗ ପ୍ରାପ୍ତ ହୁଏ ତେବେ ସେମାନେ ଗର୍ତ୍ତକୁ ଅତିକ୍ରମ କରିନେବେ। ଏହି ଉଦ୍ୟମ ସେମାନେ ସମୟ ବ୍ୟବଧାନରେ କରି ଚାଲିଥିଲେ। ଏତେ ଅବସରରେ ୱାହଶୀ ବିନ୍ ହର୍ବ ତୁଫେଲ ବିନ୍ ନୁମାନକୁ ଏବଂ କେତେକଙ୍କ ମତରେ ତୁଫେଲ ବିନ୍ ମାଲିକ ବିନ୍ ନୁମାନ ଅନସାରୀଙ୍କୁ ନିଜର ଗୋଟିଏ ଛୋଟ ବର୍ଚ୍ଛା ମାରିଦେଲା, ଯାହାଫଳରେ ସେ ଶହୀଦ ହୋଇଯାଇଥିଲେ। ସାଦ୍ ବିନ୍ ମୁଆଜ ରାଦିୟଲ୍ଲାହୁ ମଧ୍ୟ ଏକ ତୀର ବାଜିଥିଲା, ଯାହାଫଳରେ ସେ ଆହତ ହୋଇଯାଇଥିଲେ ଏବଂ କିଛି ଦିନ ପରେ ଉକ୍ତ ଆହତ ଓ ଆଘାତ ଯୋଗୁଁ ସେ ବୀରଗତି ପ୍ରାପ୍ତ କରିଥିଲେ, ଅର୍ଥାତ୍ ଶେଷ ନିଶ୍ୱାସ ତ୍ୟାଗ କରିଦେଇଥିଲେ। ଏ ହେଉଛି ସେହି ଦିନ ଯେଉଁଦିନ ମୁସଲମାନମାନଙ୍କ ପକ୍ଷେ ନମାଜ ଯଥା ସମୟରେ ପାଠ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଇଥିଲା। ସେହିଦିନ ଅହରହ ବ୍ୟସ୍ତବହୁଳତା ଓ ନିରନ୍ତର ଆକ୍ରମଣ ଫଳରେ ଯେଉଁ ଘଟଣା ଘଟିଥିଲା ତାହାର ବର୍ଣ୍ଣନା ଏପରି ଉଲ୍ଲେଖ ରହିଛି, ଯଦିଚ ଉକ୍ତ ଘଟଣାକୁ ପରବର୍ତ୍ତୀ ବର୍ଣ୍ଣନାକାରୀମାନେ ସଠିକ୍ ଭାବରେ ସୁରକ୍ଷିତ ରଖିପାରିନଥିଲେ, କିନ୍ତୁ କିଛି କାଳ ପରେ ଏହି ବିଷୟବସ୍ତୁ ପ୍ରସ୍ତୁତ ହୋଇଗଲା ଯେ ସେହିଦିନ ମୁସଲମାନମାନେ ନବୀ କରୀମ ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ସମେତ ନା ଜୋହର ନମାଜ ପାଠ କରିପାରିଥିଲେ ନା ହିଁ ଅସର ନମାଜ, ଏପର୍ଯ୍ୟନ୍ତ କି ସୂର୍ଯ୍ୟାସ୍ତ ହୋଇଯାଇଥିଲା। ଉକ୍ତ ନମାଜଟି ସୂର୍ଯ୍ୟାସ୍ତ ହେବା ପରେ ପାଠ କରାଯାଇଥିଲା। ପ୍ରାୟତଃ ଏ ସମ୍ପର୍କରେ ଏକ କାହାଣୀ ମଧ୍ୟ ବର୍ଣ୍ଣନା କରାଯାଏ। କେତେକ ଇତିହାସବିତ୍ ମାନେ ଅତିଶୟତା ଅବଲମ୍ବନ କରିଛନ୍ତି ଯେ ଆଲ୍ଲାହ ତାଆଲା ଅସ୍ତ ହୋଇଥିବା ସୂର୍ଯ୍ୟକୁ ଫେରାଇ ଆଣିଥିଲେ, କାରଣ ମୁସଲମାନମାନେ ଯେପରି ନମାଜ ଜୋହର ଓ ଅସର ପାଠ କରିନେବେ, କିନ୍ତୁ ବାସ୍ତବରେ ଏପରି ହୋଇନାହିଁ। ତହିଁରେ କୌଣସି ସନ୍ଦେହ ନାହିଁ ଯେ ସେହି ଦିନଟି ଅତ୍ୟନ୍ତ କଷ୍ଟକର ଦିନ ଥିଲା। ଏହା ହୋଇଥାଇପାରେ ଯେ ନବୀ କରୀମ ସല്ലଲ୍ଲାହୁ ଆଲୈହି ವಸಲ್ಲମ କୌଣସି ନମାଜ ପାଠ କରି ନଥାଇପାରନ୍ତି, କିନ୍ତୁ କେବଳ ଏତିକି ନଥିଲା ଯେ ଆପଣ ସല്ലଲ୍ଲାହୁ ଆଲୈହି ವಸಲ್ಲମ କେବଳ ନମାଜ ପାଠ କରିପାରି ନଥିଲେ, ବରଂ ଆପଣ ସല്ലଲ୍ଲାହୁ ଆଲୈହି ವಸಲ್ಲମ ଏକ କ୍ରମାଗତ ଭୟ ଓ ଚିନ୍ତିତ ଅବସ୍ଥାରେ ଉକ୍ତ ନମାଜ ପାଠ କରିଥିଲେ। ଏହା ପ୍ରତୀତ ହୁଏ ଯେ ଅସର ସମୟରେ ଆକ୍ରମଣ ଏତେ ବୃଦ୍ଧି ପାଇଯାଇଥିଲା ଯେ ନମାଜ ଅସର ପାଠ କରିବାରେ
ସମସ୍ୟା ସମ୍ମୁଖୀନ ହୋଇଥିଲା ଏବଂ ଅସର ନମାଜ ଅତ୍ୟନ୍ତ ସୀମିତ ଓ ଅତି କଷ୍ଟ ସମୟରେ ପାଠ କରାଯାଇଥିବ। ସିରତ ଖାତୁମୁନ୍ ନବୀନରେ ହଜରତ ମିର୍ଜା ବଶୀର ଅହମଦ ସାହେବ ଏହି ଘଟଣାକୁ ଏପରି ବର୍ଣ୍ଣନା କରିଛନ୍ତି। ଆପଣ କୁହନ୍ତି, ସେହିଦିନ ମୁସଲମାନମାନଙ୍କର ସମସ୍ତ ନମାଜ ଯଥା ସମୟରେ ପାଠ କରାଯାଇପାରିନଥିଲା। ଉକ୍ତ କଥାଟି ସଠିକ୍ ନୁହେଁ ଯେ ଏହା କୁହାଯାଏ କି ନମାଜ ପାଠ କରାଯାଇ ପାରିନଥିଲା। ଏକଥା ଆଦୌ ଠିକ୍ ନୁହେଁ। ବରଂ ଯେପରିକି ବର୍ଣ୍ଣନାରୁ ପ୍ରମାଣିତ ହୁଏ, ଯଦିଓ ସେତେବେଳେ ସଲାତେ ଖୌଫ ଆରମ୍ଭ ହୋଇନଥିଲା, ଅତଃ ଅହରହ ବିପଦ ଓ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଗୋଟିଏ ନମାଜ ଅର୍ଥାତ୍ ନମାଜ ଅସର ଯଥା ସମୟରେ ପାଠ କରାଯାଇ ପାରିନଥିଲା, ତାହା ଅସମୟରେ ପାଠ କରାଯାଇଥିଲା। ଅସର ନମାଜ ମଗରିବ ସହିତ ମିଶାଇ ପାଠ କରାଗଲା। ଅନ୍ୟ ବର୍ଣ୍ଣନା ଦୃଷ୍ଟିରୁ କେବଳ ଜୋହର ଓ ଅସର ନମାଜ ଅସମୟରେ ପାଠ କରାଯାଇଥିଲା। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ମଧ୍ୟ ଉକ୍ତ ଘଟଣାକୁ ବର୍ଣ୍ଣନା କରି ଉଲ୍ଲେଖ କରିଛନ୍ତି ଯେ ଦିନେ ଆକ୍ରମଣ ଏତେ ତୀବ୍ରତର ହୋଇଗଲା ଯେ ମୁସଲମାନମାନେ କେତେକ ନମାଜ ଯଥା ସମୟରେ ପାଠ କରିପାରିନଥିଲେ। ଫଳତଃ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଏତେ ଗଭୀର ଭାବରେ ମର୍ମାହତ ହୋଇଥିଲେ ଯେ ଆପଣ କହିଲେ, ହେ ଈଶ୍ୱର, ତୁମ୍ଭେ ଅବିଶ୍ୱାସକାରୀମାନଙ୍କୁ ଶାସ୍ତି ଦିଅ, କାରଣ ସେମାନେ ମୋର ନମାଜକୁ ଆଜି ନଷ୍ଟ କରିଦେଇଛନ୍ତି। ତହିଁରୁ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ଚରିତ୍ର ଉପରେ ଏକ ଗଭୀର ଆଲୋକପାତ ହୋଇଥାଏ ଏବଂ ଏହା ଜ୍ଞାତ ହୁଏ ଯେ ସଂସାରରେ ଆପଣଙ୍କ ନିମନ୍ତେ ସବୁଠୁ ପ୍ରିୟ ବସ୍ତୁ ଈଶ୍ୱରଙ୍କ ଉପାସନା କରିବା, ନମାଜ ପାଠ କରିବା ଥିଲା। ଅପରପକ୍ଷେ ଶତ୍ରୁମାନେ ମଦିନାକୁ ଚତୁଃପାର୍ଶ୍ୱରୁ ଘେରି ରଖିଥିଲେ। ମଦିନାର ପୁରୁଷମାନଙ୍କ କଥା ଛାଡ଼, ସେମାନେ ତ ଅଲଗା ରହିଥିଲେ, ଆଉ ମଦିନାର ମହିଳା ଓ ପିଲାମାନଙ୍କର ପ୍ରାଣ ପ୍ରତି ଭୟ ରହିଥିଲା। ସବୁବେଳେ ମଦିନାର ଲୋକମାନଙ୍କ ହୃତ୍ପିଣ୍ଡ ସ୍ପନ୍ଦିତ ହେଉଥିଲା କି ଶତ୍ରୁ କାହିଁ କୌଣସି ଦିଗରୁ କେତେବେଳେ ମଦିନାରେ ପ୍ରବେଶ କରି ନ ଯାଉ। ସେତେବେଳେ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ଏହା ଆକାଂକ୍ଷା ଥିଲା କି ଆଲ୍ଲାହ ତାଆଲାଙ୍କର ଉପାସନା ଯଥା ସମୟରେ ଓ ଉତ୍ତମତାର ସହିତ ସମ୍ପାଦନ ହୋଇଯାଉ, ଅର୍ଥାତ୍ ଅତ୍ୟନ୍ତ ଭୟଙ୍କର ଅବସ୍ଥାରେ ମଧ୍ୟ ଆପଣ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ କେବଳ ଏତିକି କାମନା କରୁଥିଲେ ଯେ ମୁଁ ଈଶ୍ୱରଙ୍କ ଉପାସନାରୁ ଯେପରି ବଞ୍ଚିତ ହୋଇନଯାଏ। ମୁସଲମାନମାନଙ୍କର ଉପାସନା ୟହୁଦୀମାନଙ୍କର, ଖ୍ରୀଷ୍ଟିଆନମାନଙ୍କର ଓ ହିନ୍ଦୁମାନଙ୍କ ପରି ସପ୍ତାହରେ ଗୋଟିଏ ଦିନ ହୋଇନଥାଏ, ବରଂ ମୁସଲମାନମାନଙ୍କର ଉପାସନା ଦିନ ରାତି ଦିବାରାତ୍ରରେ 5 ବେଳା ହୋଇଥାଏ। ଏହିଭଳି ଭୟଙ୍କର ତଥା ଉତ୍କଟ ପରିସ୍ଥିତିରେ ତ ଦିନରେ ଥରେ ମାତ୍ର ନମାଜ ପାଠ କରିବା ମନୁଷ୍ୟ ପକ୍ଷେ ଅତ୍ୟନ୍ତ କଷ୍ଟକର। ତେଣୁ 5 ବେଳା ନମାଜ ପାଠ କରିବା ଓ ଶୃଙ୍ଖଳାର ସହିତ ସାମୂହିକ ନମାଜ ପାଠ କରିବା ସମସ୍ୟା ରହିଥିଲା। କିନ୍ତୁ ଏହି ଭୟଙ୍କର ଦିନମାନଙ୍କରେ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଏହି 5 ବେଳା ନମାଜ ନିଜ ସମୟରେ ହିଁ ପାଠ କରିଥିଲେ। ସାମ୍ପ୍ରତିକ ଯୁଗର ଯୁଗାବତାର ତଥା ବିଚାରକ ପୁଣ୍ୟଶ୍ଳୋକ ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ ଏହି ସମସ୍ତ ବର୍ଣ୍ଣନାଗୁଡ଼ିକୁ, ଯହିଁରେ ସେହି ନମାଜଗୁଡ଼ିକୁ ରାତ୍ର ସମୟରେ ପାଠ କରିବା ସମ୍ପର୍କରେ ଚର୍ଚ୍ଚା ରହିଛି, ତାହାକୁ ଦୁର୍ବଳ ବର୍ଣ୍ଣନା କରିଛନ୍ତି। ଗୋଟିଏ ବର୍ଣ୍ଣନାକୁ ଆପଣ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ସଠିକ୍ ବୋଲି ବିବେଚିତ କରିଛନ୍ତି, ଯହିଁରେ ଅସର ନମାଜ ନୀତିଦିନିଆ ସମୟାନୁଯାୟୀ ଅତି ସୀମିତ ସମୟ ମଧ୍ୟରେ ପାଠ କରିବାର ଚର୍ଚ୍ଚା ରହିଛି। ଜଣେ ପାଦ୍ରୀ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ଉପରେ ଏହି ଆପତ୍ତି ବାଢ଼ିଥିଲା ଯେ ଆପଣ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଖନ୍ଦକ ଯୁଦ୍ଧରେ 4ଟି ନମାଜ କଜା କରିଥିଲେ, ଅର୍ଥାତ୍ ବିଳମ୍ବରେ ପାଠ କରିଥିଲେ। ଅତଃ ଏହି ପାଦ୍ରୀ ବ୍ୟକ୍ତିର ଆପତ୍ତିର ଉତ୍ତର ପ୍ରଦାନ କରି ଆପଣ ଆଲୈହିସଲାମ କୁହନ୍ତି, ଅର୍ଥାତ୍ ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କୁହନ୍ତି, ଅବଶିଷ୍ଟ ରହିଲା ଏହି ଗର୍ତ୍ତ ଖୋଳିବାର ସମୟ, ଅର୍ଥାତ୍ ଗର୍ତ୍ତ ଖନନ ସମୟରେ 4ଟି ନମାଜ ଏକତ୍ରିତ କରି ପାଠ କରାଗଲା। ଏହି ମୂର୍ଖତାପୂର୍ଣ୍ଣ ସଂଶୟର ଉତ୍ତର ଏହିକି ଯେ ଆଲ୍ଲାହ ତାଆଲା କୁହନ୍ତି ଯେ ଧର୍ମରେ କୌଣସି ଅସୁବିଧା ଅର୍ଥାତ୍ ଏପରି କୌଣସି କ୍ଳିଷ୍ଟତା ନାହିଁ ଯାହା ମନୁଷ୍ୟର ବିନାଶର କାରଣ ସାଜିବ। ଅତଏବ ସେ ଆଲ୍ଲାହ ମନୁଷ୍ୟର ଆବଶ୍ୟକତା ସମୟରେ ଏବଂ ବିପତ୍ତି ଅବସ୍ଥାରେ ନମାଜ ମାନଙ୍କରେ ଏକତ୍ର ଅର୍ଥାତ୍ ନମାଜକୁ ସଂକ୍ଷିପ୍ତ କରିବା, କସର କରିବାର ଆଦେଶ ଦେଇଛନ୍ତି। କିନ୍ତୁ ଏଠାରେ ଆମମାନଙ୍କର ବିଶ୍ୱସ୍ତ ହଦିସରେ 4ଟି ନମାଜ ଏକତ୍ରିତ କରିବାର ଚର୍ଚ୍ଚା ନାହିଁ। ଉକ୍ତ କଥାଟି ଠିକ୍ ହୋଇପାରେ, କିନ୍ତୁ କେଉଁଠି କୌଣସି ବିଶ୍ୱସ୍ତ ହଦିସରେ ଏହାର ଚର୍ଚ୍ଚା ହୋଇନାହିଁ ଯେ 4ଟି ଯାକ ନମାଜ ଏକକାଳୀନ ଏକତ୍ର ପାଠ କରାଯାଇଥିଲା। ବରଂ ସହି ବୁଖାରୀର ବ୍ୟାଖ୍ୟା ଫତହୁଲ ବାରିରେ ଉଲ୍ଲେଖ ରହିଛି
ଯେ ଘଟଣା କେବଳ ଏତିକି ଥିଲା ଯେ ଏକ ନମାଜ ଅର୍ଥାତ୍ ସଲାତୁଲ୍ ଅସର ସବୁଦିନ ପରି ସମୟରେ ପାଠ କରାଯାଇପାରିନଥିଲା। ହୁଜୁର ଆଲୈହିସ୍ସଲାମ କୁହନ୍ତି, ଆପତ୍ତିକର୍ତ୍ତା ଯଦି ଆମ ସମ୍ମୁଖରେ ଉପସ୍ଥିତ ଥାନ୍ତେ ତେବେ ଆମେ ସେହି ଆପତ୍ତିକାରୀକୁ ପଚାରିଥାନ୍ତୁ ଯେ ହେ ମାନବ, ଆପଣ ଏହି ବର୍ଣ୍ଣନାଟି କେଉଁଠୁ ସଂଗ୍ରହ କଲେ? ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ମୁଁ ସେହି ଆପତ୍ତିକାରୀକୁ ପଚାରିଥାନ୍ତି ଯେ ମହାଶୟ, ତୁମେ ଯଦି ମୋ ସାମ୍ନାରେ ଥାନ୍ତ ତେବେ ମୁଁ ତୁମକୁ ପଚାରିଥାନ୍ତି କିପରି ତୁମେ କେଉଁଠୁ ଏହି ବର୍ଣ୍ଣନାଟି ସଂଗ୍ରହ କଲ? କ'ଣ ଏହା ସର୍ବସମ୍ମତି କ୍ରମେ ବର୍ଣ୍ଣିତ ରହିଛି? 4ଟି ଯାକ ନମାଜ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଛାଡ଼ି ଯାଇଥିଲେ ଏବଂ ତାହାକୁ ଏକକାଳୀନ ପାଠ କଲେ। ଇସଲାମୀୟ ଧର୍ମ ବିଧାନ ଅନୁଯାୟୀ 4ଟି ନମାଜ ଅର୍ଥାତ୍ ନମାଜ ଜୋହର, ନମାଜ ମଗରିବ, ନମାଜ ଇଶା, ନମାଜ ଅସର ଏକତ୍ର କରି ପାଠ କରାଯାଇଥିବାର ବର୍ଣ୍ଣନା ତୁମକୁ କୋଉଠୁ ମିଳିଲା? ତେବେ ସେ ଯାହା ହେଉ, ଏହି ଆପତ୍ତିକୁ ଆପଣ ଖଣ୍ଡନ କରିଛନ୍ତି। ସେ ଯାହା ହେଉ, ଏହା ସ୍ପଷ୍ଟ ଯେ ସାରା ଦିନର ନମାଜ ଏକତ୍ର କରାଯାଇନଥିଲା, ବରଂ ସମୟାଭାବ ଯୋଗୁଁ କେବଳ ନମାଜ ଅସର ବିଳମ୍ବରେ ପାଠ କରାଯାଇଥିଲା। ମଗରିବକୁ ଆଉ ଅଳ୍ପ ସମୟ ବାକି ରହିଯାଇଥିଲା ଯେତେବେଳେ କି ନମାଜ ଅସର ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପାଠ କରିଥିଲେ। ଆହଜାବ ଯୁଦ୍ଧର ସବିଶେଷ ବିବରଣୀରେ ଉଲ୍ଲେଖ ରହିଛି ଯେ ଖନ୍ଦକ ଯୁଦ୍ଧ ମୁସଲମାନମାନଙ୍କ ନିମନ୍ତେ ମାଂସପେଶୀକୁ କ୍ଳାନ୍ତ କରି ପକାଇବା ଯୁଦ୍ଧ ଥିଲା। ଏହା ବ୍ୟତୀତ ଶୀତର କୋପ ନିଜ ଚରମ ସୀମାରେ ପହଞ୍ଚି ଯାଇଥିଲା। ଅନେକ ସମୟ ଧରି ସାହାବା ଭୋକ ଉପାସରେ ମଧ୍ୟ କାଳତିପାତ କରିଥିଲେ, ସମୟ ବିତାଇଥିଲେ। ଇତିମଧ୍ୟରେ ଏକ ଅଦୃଷ୍ଟ ସାହାଯ୍ୟ ଏହିପରି ହେଲା ଯେ ମୁସଲମାନମାନଙ୍କର ଏକ ସଶସ୍ତ୍ର ସୈନ୍ୟବାହିନୀ ନିଜର ଆତ୍ମୀୟଙ୍କୁ କବର ଦେବା ନିମନ୍ତେ ଯାଉଥିଲା। ଏହି ସୈନ୍ୟବାହିନୀକୁ ଓଟ ଉପରେ ଶସ୍ୟ ଲଦା ହୋଇଥିବାର ମିଳିଲା, ଅର୍ଥାତ୍ ଉକ୍ତ ଓଟ ବନୁ କୁରେଜା ସମ୍ପ୍ରଦାୟ ଅଭିମୁଖେ ଜିନିଷ ପହଞ୍ଚାଇବା ପାଇଁ ମକ୍କାର ଥିବା କୁରେଶମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଯାଉଥିଲା। ଉକ୍ତ ଶସ୍ୟଜୀବ ହୁଇ ବିନ୍ ଅଖ୍ତବର ସୁପାରିଶ କ୍ରମେ ଏବଂ ବିଶେଷ ଉଦ୍ୟମ ଦ୍ୱାରା ପ୍ରେରଣ କରାଯାଇଥିଲା। ଏକ ଛୋଟିଆ ସଂଘର୍ଷ ପରେ ଏହି ସମସ୍ତ ଓଟକୁ ମୁସଲମାନମାନେ ଅଧିକାର କରିନେଇଥିଲେ ଏବଂ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥାପିତ କରାଯାଇଥିଲା। ତହିଁରେ ଲଦା ଯାଇଥିବା ସମସ୍ତ ଶସ୍ୟକୁ, ଆହାରକୁ ମୁସଲମାନମାନେ ସଂଗ୍ରହ କରିଥିଲେ ଏବଂ ସେବନ କରିଥିଲେ ଏବଂ ଓଟମାନଙ୍କ ମଧ୍ୟରୁ ଗୋଟିଏ 2ଟି ଓଟକୁ ଜେଭା ମଧ୍ୟ କରାଯାଇଥିଲା ଆଉ ତାର ମାଂସ ମୁସଲମାନମାନେ ସେବନ କରିଥିଲେ। ବାକି ଯେଉଁ କିଛି ଓଟ ରହିଯାଇଥିଲେ ସେହି ଓଟମାନଙ୍କୁ ଯୁଦ୍ଧ ସମାପ୍ତ ହେବା ପରେ ମୁସଲମାନମାନେ ମଦିନାକୁ ନେଇଯାଇଥିଲେ। କୁରେଶମାନଙ୍କର ସେନାପତି ଅବୁ ସୁଫିଆନକୁ ଯେତେବେଳେ ଏହି ଘଟଣାର ସୂଚନା ମିଳିଲା ସେତେବେଳେ ସେ କହିଲା, ହୁଇ ବିନ୍ ଅଖ୍ତବ କେତେ ଅଶୁଭ ଓ ଅଲକ୍ଷଣା ବ୍ୟକ୍ତି। ବର୍ତ୍ତମାନ ଆମେ ଯେତେବେଳେ ଫେରିବାକୁ ଯାଉଛୁ ସେତେବେଳେ ଆମ ନିକଟରେ ନିଜର ଜିନିଷପତ୍ର ଲଦିବା ନିମନ୍ତେ କୌଣସି ଜୀବ ଅର୍ଥାତ୍ ଓଟ ମଧ୍ୟ ଆଉ ନାହିଁ। ଯୁଦ୍ଧାବସ୍ଥାରେ ଏହା ଉଚିତ ଥିଲା ଯେ ଅବିଶ୍ୱାସକାରୀମାନେ ଯେପରି ମୁସଲମାନମାନଙ୍କୁ ଖନ୍ଦକଠାରେ ଘେରି ନେଇଥିଲେ, ଠିକ୍ ସେହିପରି ମୁସଲମାନମାନେ ମଧ୍ୟ ଅବିଶ୍ୱାସକାରୀମାନଙ୍କୁ ଘେରି ନେଇଥିଲେ। ଉକ୍ତ ଗୋଷ୍ଠୀ ସଂଘର୍ଷରେ ମୁସଲମାନ ଓ ଅବିଶ୍ୱାସକାରୀଙ୍କ ମଧ୍ୟରେ ଆହାର ନିମନ୍ତେ ଯେଉଁ ସଂଘର୍ଷର ସୂତ୍ରପାତ ହୋଇଥିଲା ତାହା ସମ୍ପୂର୍ଣ୍ଣ ରୂପେ ଯୁକ୍ତିଯୁକ୍ତ ଓ ସମୀଚୀନ। ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ଆହଜାବ ଯୁଦ୍ଧରେ ଅବିଶ୍ୱାସକାରୀଙ୍କ ଉପରେ ଯେଉଁ ଅଭିଶାପ ପକାଇଥିଲେ ସେହି ଅଭିଶାପ ସମ୍ପର୍କରେ ଏହିପରି ଚର୍ଚ୍ଚା ମିଳେ ଯେ ଜାବିର ବିନ୍ ଅବଦୁଲ୍ଲାହ ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ସୋମବାର, ମଙ୍ଗଳବାର ଓ ବୁଧବାର ଦିନ ଜୋହର ଓ ଅସର ମଧ୍ୟବର୍ତ୍ତୀ ସମୟରେ ଆସିଲେ ଏବଂ ନିଜ ଉପରେ ଏକ ଚଦର ପକାଇଲେ ଓ ଛିଡ଼ା ହୋଇ ଆପଣ ହାତକୁ ଉପରକୁ ଉଠାଇଲେ। ତାପରେ ଅବିଶ୍ୱାସକାରୀମାନଙ୍କ ଉପରେ ଅଭିଶାପ ପକାଇଲେ। ଜାବିର ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି, ଆମେମାନେ ଆପଣ ଙ୍କ ମୁଖମଣ୍ଡଳର ଆନନ୍ଦ ଦେଖି ଚିହ୍ନି ନେଲୁ ଯେ ଆପଣ ଅତି ପ୍ରସନ୍ନ ଅଛନ୍ତି। ଅବଦୁଲ୍ଲାହ ବିନ୍ ଉବାଇ ବିନ୍ ୱାଫ୍ ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ଆହଜାବ ଠାରେ ଥିବା ଅବିଶ୍ୱାସକାରୀଙ୍କ ଉପରେ ଅଭିଶାପ ପକାଇଥିଲେ। ଅବୁ ନୁଏମ୍ ତହିଁରେ ଏହି ଅତିରିକ୍ତ ବର୍ଣ୍ଣନା ଉଲ୍ଲେଖ କରିଛନ୍ତି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଅପେକ୍ଷା କଲେ। ଯେତେବେଳେ ସୂର୍ଯ୍ୟାସ୍ତ ହୋଇଗଲା ସେତେବେଳେ ଆପଣ ସଲ୍ଲଲ୍ଲାହୁ ଲୋକମାନଙ୍କ ମଧ୍ୟରେ ଛିଡ଼ା ହେଲେ ଏବଂ କହିଲେ, ହେ ଲୋକମାନେ, ତୁମେମାନେ ଶତ୍ରୁ ସହିତ ସଂଘର୍ଷ କରିବାକୁ ଆଦୌ କାମନା କର ନାହିଁ। ତୁମେମାନେ ଆଲ୍ଲାହଙ୍କ ଠାରୁ ମଙ୍ଗଳ
କାମନା କର। ଆଉ ଯଦି ଶତ୍ରୁ ସହିତ ମୁହାଁମୁହିଁ ହୋଇଯାଏ ତେବେ ସେତେବେଳେ ଧୈର୍ଯ୍ୟ ପ୍ରଦର୍ଶନ କର। ତୁମେମାନେ ଜାଣି ରଖ ଯେ ବୈକୁଣ୍ଠ ତୁମମାନଙ୍କର ଖଣ୍ଡାର ଛାଇ ତଳେ ରହିଛି। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ଆଲ୍ଲାହୁମ୍ମା ମୁନଜିଲଲ୍ କିତାବି ସରିହଲ୍ ହିସାବି ଇହଜିମିଲ୍ ଆହଜାବା ଆଲ୍ଲାହୁମ୍ମା ହଜିମ୍ ହୁମ୍ ୱନସୁରନା ଆଲୈହିମ୍। ଅର୍ଥାତ୍ ହେ ଆଲ୍ଲାହ, ମୁଁ ତୁମ୍ଭର ପ୍ରତିଶ୍ରୁତି ଓ ଅଙ୍ଗୀକାରର ଦ୍ୱାହି ଦେଇ କହୁଛି, ହେ ପ୍ରଭୁ, ତୁମ୍ଭେ ଯଦି ଚାହଁ ତେବେ ତୁମ୍ଭର ଏହି ଉପାସନା କରାଯିବ ନାହିଁ। ହଜରତ ଆବୁ ସঈଦ୍ ଖୁଦରୀ ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ଆମ୍ଭେମାନେ ହୁଜୁର ସଲ୍ଲଲ୍ଲାହୁ କହିଲୁ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ତୁମ୍ଭ ପାଖକୁ କଲିଜା ଆସିଯାଇଛି। ଆମମାନଙ୍କର ଅତ୍ୟନ୍ତ ଦୟନୀୟ ସ୍ଥିତି ହୋଇଯାଇଛି। ଆମମାନଙ୍କର ଦୁର୍ଦ୍ଦଶା ଲାଗି ରହିଛି। ତେଣୁ ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମମାନଙ୍କ ନିମନ୍ତେ ଏପରି କିଛି ପ୍ରାର୍ଥନା କରନ୍ତୁ। ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ କହିଲେ, ସାହାବା, ହେ ମୋ ସାହାବା ମାନେ, ତୁମେମାନେ କୁହ, ଆଲ୍ଲାହୁମ୍ମସ୍ତୁର୍ ଔରାତିନା ୱା ଆମିନ୍ ରୱାତିନା। ଅର୍ଥାତ୍ ହେ ଆଲ୍ଲାହ, ତୁମ୍ଭେ ଆମମାନଙ୍କର ଦୋଷ ଦୁର୍ବଳତାକୁ ଲୁଚାଇ ଦିଅ, ଢାଙ୍କି ଦିଅ ଓ ଆମ୍ଭମାନଙ୍କର ଭୟକୁ ଦୂରୀଭୂତ କରିଦିଅ। ହଜରତ ମୁସଲିମ ମଉଦ୍ ରାଦିୟଲ୍ଲାହୁ ମଧ୍ୟ ବର୍ଣ୍ଣନା କରନ୍ତି, କେତେକ ମୁସଲମାନ ମାନେ ବ୍ୟସ୍ତ ବିବ୍ରତ ଓ ଉଦ୍ବିଗ୍ନ ହୋଇ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟକୁ ଆସିଲେ ଏବଂ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ସ୍ଥିତି ଅତ୍ୟନ୍ତ ସଙ୍ଗୀନ। ବର୍ତ୍ତମାନ ପ୍ରକାଶ୍ୟ ରୂପେ ଦେଖିବାକୁ ଗଲେ ମଦିନାକୁ ଆଉ ନିସ୍ତାର ନାହିଁ। ଆପଣ ଏହି ମୁହୂର୍ତ୍ତରେ ହିଁ ଈଶ୍ୱରଙ୍କ ନିକଟରେ ବିଶେଷ ପ୍ରାର୍ଥନା କରନ୍ତୁ। ଆମମାନଙ୍କୁ କିଛି ଦୁଆ ଶିଖାନ୍ତୁ। ସେହି ଦୁଆକୁ ଆମେ ଆବୃତ୍ତି କରିବୁ, ଯଦ୍ୱାରା ଆମମାନଙ୍କ ଉପରେ ଆଲ୍ଲାହ ତାଆଲାଙ୍କର କୃପା ଅବତୀର୍ଣ୍ଣ ହେବ। ଆପଣ କହିଲେ, ହେ ସାହାବାମାନେ, ତୁମେ ବିବ୍ରତ ଓ ଭୟଭୀତ ହୁଅ ନାହିଁ। ତୁମେମାନେ ଆଲ୍ଲାହ ତାଆଲାଙ୍କ ନିକଟରେ ଏହି ଦୁଆ କର କି ତୁମମାନଙ୍କ ଦୋଷ ଦୁର୍ବଳତାକୁ ସେ ଢାଙ୍କି ଦିଅନ୍ତୁ ଏବଂ ତୁମମାନଙ୍କ ହୃଦୟକୁ ସେ ଦୃଢ଼ୀଭୂତ କରିଦିଅନ୍ତୁ। ହୁଜୁର ଆହୁରି କହିଲେ, ହେ ଆଲ୍ଲାହ, ଯେଉଁ ସତ୍ତା ମୋ ଉପରେ ପବିତ୍ର କୁରାନ୍ କରିମ୍ ଅବତୀର୍ଣ୍ଣ କରିଛନ୍ତି, ଯିଏ ଶୀଘ୍ର ନିଜ ଭକ୍ତମାନଙ୍କଠାରୁ ହିସାବ ନେଇପାରିବେ, ହେ ପ୍ରଭୁ, ଉକ୍ତ ବିରୋଧୀ ଗୋଷ୍ଠୀ ଏକତ୍ରିତ ହୋଇ ମାଡ଼ି ଆସୁଛନ୍ତି। ତୁମ୍ଭେ ସେମାନଙ୍କୁ ପରାସ୍ତ କରିଦିଅ। ହେ ଆଲ୍ଲାହ, ମୁଁ ତୁମ୍ଭ ନିକଟରେ ଏହି ଗୁହାରି ଓ ଆକୁଳ ନିବେଦନ କରୁଅଛି ଯେ ତୁମ୍ଭେ ସେମାନଙ୍କୁ ପରାଜିତ କର, ସେମାନଙ୍କ ଷଡ଼ଯନ୍ତ୍ର ଓ କୁଉଦ୍ଦେଶ୍ୟକୁ ପଣ୍ଡ କରିଦିଅ। ହେ ପୀଡ଼ିତମାନଙ୍କର ପ୍ରାର୍ଥନାକୁ ସ୍ୱୀକାରକାରୀ ଈଶ୍ୱର, ହେ ଉଦ୍ବିଗ୍ନ ଓ ବିବ୍ରତାବସ୍ଥାରେ ଗ୍ରସ୍ତ ଲୋକମାନଙ୍କ ଆର୍ତ୍ତନାଦକୁ ସ୍ୱୀକାର କରୁଥିବା ଈଶ୍ୱର, ତୁମେ ମୋର ଏହି ଆକୁଳ ନିବେଦନକୁ ସ୍ୱୀକାର କର। ଉପରୋକ୍ତ ମୂଳ ଆରବୀର ପଙ୍କ୍ତିମାନଙ୍କର ଅନୁବାଦ ଏହିପରି ରହିଛି, ହେ ଦୁଃଖୀମାନଙ୍କର ଦୁଃଖକୁ ଶ୍ରବଣକାରୀ ଈଶ୍ୱର, ହେ ବିବ୍ରତ ଓ ଉଦ୍ବିଗ୍ନ ଅବସ୍ଥାରେ ପୀଡ଼ିତ ଲୋକମାନଙ୍କର ଡାକ ଶୁଣୁଥିବା ଈଶ୍ୱର, ତୁମ୍ଭେ ମୋର ଦୁଃଖ ଓ ଚିନ୍ତା ଓ ମୋର ଉଦ୍ବିଗ୍ନତାକୁ ଦୂର କରିଦିଅ, କାରଣ ତୁମ୍ଭେ ହିଁ ଉକ୍ତ ବିପତ୍ତିକୁ ଜାଣ। ଅର୍ଥାତ୍ ମୋ ଉପରେ ଓ ମୋ ସାଥୀମାନଙ୍କ ଉପରେ ଯେଉଁ ବିପତ୍ତି ଅବତୀର୍ଣ୍ଣ ହୋଇଛି ସେଥି ସଂକ୍ରାନ୍ତରେ ତୁମେ ଭଲ ଭାବରେ ଅବଗତ। ଇତିହାସରେ ଉଲ୍ଲେଖ ରହିଛି ଯେ ଯୁଦ୍ଧ ଚରମ ସୀମାକୁ ପହଞ୍ଚି ଯାଇଥିଲା ଓ ମକ୍କାର କୁରେଶମାନେ, ସେମାନଙ୍କର ମିତ୍ର ସମ୍ପ୍ରଦାୟମାନେ ଦୀର୍ଘ ଦିନର ଘେରାଉ କରି ଅତିଷ୍ଠ ହୋଇଯାଇଥିଲେ। ତେଣୁ ସେମାନେ ଶୀଘ୍ର ଚୂଡ଼ାନ୍ତ ଆକ୍ରମଣ କରି ମୁସଲମାନମାନଙ୍କର କାମ ତମାମ କରିଦେବାର ପ୍ରସ୍ତୁତି କରୁଥିଲେ। କାରଣ ଯୁଦ୍ଧ ଦୃଷ୍ଟିକୋଣରୁ ମୁସଲମାନମାନେ ଯେଭଳି ଭାବରେ ଚତୁଃପାର୍ଶ୍ୱରୁ ଘେରି ରହିଥିଲେ ଏବଂ ବନୁ କୁରେଜା ସମ୍ପ୍ରଦାୟର ମିତ୍ରମାନେ ଯେଭଳି ଭାବରେ ମଦିନାରେ ଉପସ୍ଥିତ ଥିଲେ, ଏହି ସମସ୍ତ କର୍ମକର୍ତ୍ତାମାନେ ଅବିଶ୍ୱାସକାରୀମାନଙ୍କର ଆଶା ଓ ସେମାନଙ୍କର ଉତ୍ସାହକୁ ବୃଦ୍ଧି କରିବା ନିମନ୍ତେ ଯଥେଷ୍ଟ ଥିଲେ। ବର୍ତ୍ତମାନ ଏମାନେ ଏହା ଚାହୁଁଥିଲେ ଯେ ସେମାନେ ସମସ୍ତେ ମିଶି ଏକା ସାଙ୍ଗରେ ଆକ୍ରମଣ କରିଦେବେ ଏବଂ ମଦିନାକୁ ଧ୍ୱଂସ ବିଧ୍ୱଂସ କରିଦେବେ। ଗୋଟିଏ ପକ୍ଷରେ ଅବିଶ୍ୱାସକାରୀମାନଙ୍କର ଅଧିପତିମାନେ ଏହି ଯୋଜନା ପ୍ରସ୍ତୁତ କରୁଥିଲେ ଯେ ସେମାନେ ସମସ୍ତେ ମିଶି ସହସା ମୁସଲମାନମାନଙ୍କ ଉପରେ ଆକ୍ରମଣ କରିଦେବେ। ଅନ୍ୟପକ୍ଷରେ ମୁସଲମାନମାନଙ୍କର ଅବସ୍ଥା ଏପରି ଦାରୁଣ ଦୁଃଖପୂର୍ଣ୍ଣ ଥିଲା
ଯେ ଭାଗ୍ୟ ଓ ବିଧି ଅନୁଯାୟୀ ଆଲ୍ଲାହ ତାଆଲା ଏକ ଅଦୃଷ୍ଟ ସାହାଯ୍ୟ ପ୍ରାରମ୍ଭ କରିଦେଲେ। ଉପରୋକ୍ତ ଘଟଣାବଳୀ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଏପରି ବର୍ଣ୍ଣିତ ରହିଛି ଯେ ସିରତ ଖାତୁମୁନ୍ ନବୀନରେ ହଜରତ ମିର୍ଜା ବଶୀର ଅହମଦ ସାହେବ ଉଲ୍ଲେଖ କରିଛନ୍ତି ଯେ ଦିନେ ନୁଏମ୍ ବିନ୍ ମସୁଦ ନାମକ ଜୈନକ ବ୍ୟକ୍ତି ଯେ କି ଗତଫାନ୍ ସମ୍ପ୍ରଦାୟର ଶାଖା ଆଶଜା ସମ୍ପ୍ରଦାୟ ସହିତ ସମ୍ପର୍କ ରଖୁଥିଲା ଏବଂ ଉକ୍ତ ଯୁଦ୍ଧରେ ମୁସଲମାନମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲା। ଉକ୍ତ ବ୍ୟକ୍ତି ଜଣକ ମନରୁ ମୁସଲମାନ ପାଲଟି ଯାଇଥିଲା, କିନ୍ତୁ ଅବିଶ୍ୱାସକାରୀମାନଙ୍କୁ ଏଯାବତ୍ ନୁଏମ୍ ବିନ୍ ମସୁଦର ମୁସଲମାନ ହେବା ସଂକ୍ରାନ୍ତରେ ସୂଚନା ମିଳିନଥିଲା। ଉକ୍ତ ଅବସ୍ଥାରୁ ଲାଭାନ୍ୱିତ ହୋଇ ସେ ଅତ୍ୟନ୍ତ ଚତୁରତାର ସହିତ ଏହି ପନ୍ଥା ଅବଲମ୍ବନ କଲା ଯେ ସେ ବନୁ କୁରେଜା ସମ୍ପ୍ରଦାୟ ପାଖକୁ ଗଲା। ବନୁ କୁରେଜା ସମ୍ପ୍ରଦାୟ ସହିତ ସେ ନିଜର ପୁରୁଣା ସମ୍ପର୍କ ରହିଥିଲା ତାହାର। ସେ ବନୁ କୁରେଜା ସମ୍ପ୍ରଦାୟର ଅଧିପତିକୁ ସାକ୍ଷାତ କରି କହିବାକୁ ଲାଗିଲା ଯେ ମୋ ବିଚାରରେ ତୁମେମାନେ ଭଲ କଲ ନାହିଁ। ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସହିତ ଯେଉଁ ଚୁକ୍ତି ଭଙ୍ଗ କଲ ଏବଂ କୁରେଶ ଓ ଗତଫାନ୍ ସମ୍ପ୍ରଦାୟ ସହିତ ମିଶିଗଲ। କୁରେଶ ମାନେ ଓ ଗତଫାନ୍ ସମ୍ପ୍ରଦାୟ ଏଠାରେ କିଛି କାଳ ଅତିଥି ପ୍ରାୟ, କିନ୍ତୁ ସେ ଯାହା ହେଉ ତୁମେମାନେ ତ ଏଠାରେ ରହିବ, କାରଣ ଏହା ତୁମର ମାତୃଭୂମି। ଏଠାରେ ମୁସଲମାନମାନଙ୍କ ସହିତ ରହିବ ତୁମେ ଏବଂ ତୁମେମାନେ ନିତିଦିନ ସେମାନଙ୍କ ମୁହଁ ଚାହିଁବ। ତୁମେମାନେ ଏକଥା ମନେ ରଖ ଯେ କୁରେଶ ଓ ଅନ୍ୟ ସମ୍ପ୍ରଦାୟମାନେ ଏଠାରୁ ଚାଲିଯିବେ, ଏହି ତୁମର ସାଥିରେ ନଥିବେ, ସେତେବେଳେ ତୁମର ଅବସ୍ଥା କ'ଣ ହେବ ଟିକିଏ ଚିନ୍ତା କର। ସେହି କୁରେଶ ମାନେ ତୁମମାନଙ୍କୁ ମୁସଲମାନମାନଙ୍କ ଦୟାରେ ଛାଡ଼ିଯିବେ। ତେଣୁ ତୁମେମାନେ ଅନ୍ତତଃ ଏପରି କର କି କୁରେଶ ଓ ଗତଫାନ୍ ସମ୍ପ୍ରଦାୟରୁ କେତେକ ଲୋକଙ୍କୁ ତୁମ ପାଖରେ ଅଟକାଇ ରଖ। ତାଙ୍କୁ କୁହ, ଏହି ପ୍ରସ୍ତାବ ଦିଅ ଯେ ସେ ଜାମିନ ସ୍ୱରୂପ ନିଜର କିଛି ଲୋକ ତୁମମାନଙ୍କୁ ହସ୍ତାନ୍ତର କରିଦିଅନ୍ତୁ। ତୁମେମାନେ ନିଶ୍ଚିତ ରହିବ ଯେ ତୁମମାନଙ୍କ ସହିତ କୌଣସି ବିଶ୍ୱାସଘାତକତା ହେବ ନାହିଁ। ବନୁ କୁରେଜା ସମ୍ପ୍ରଦାୟର ଅଧିପତିମାନେ ନୁଏମ୍ର ଉପରୋକ୍ତ କଥାକୁ ବୁଝିନେଲେ ଏବଂ ସେମାନେ ଉକ୍ତ କଥାକୁ ହୃଦୟଙ୍ଗମ କରି କୁରେଶ ଠାରୁ ଏହି ସୁରକ୍ଷା ଲୋଡ଼ିଲେ, କାରଣ ପରେ ସେମାନଙ୍କୁ କୌଣସି ଯେପରି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼ିବ। ଏତତ୍ ପରେ ନୁଏମ୍ ବିନ୍ ମସୁଦ କୁରେଶର ଅଧିପତିମାନଙ୍କ ଆଡ଼କୁ ଗଲା ଏବଂ ଯାଇ କହିବାକୁ ଲାଗିଲା ଯେ ବନୁ କୁରେଜା ସମ୍ପ୍ରଦାୟ ଡରି ଯାଇଛନ୍ତି, ଅତଃ ସେମାନେ ତୁମମାନଙ୍କର ଏହି ଏକାଠି ରହିବାର ଅର୍ଥାତ୍ ତୁମମାନଙ୍କ ସହିତ ମିଶିବାରେ ଦ୍ୱନ୍ଦ୍ୱ ପ୍ରକାଶ କରୁଛନ୍ତି। ସେମାନେ ତୁମମାନଙ୍କଠାରୁ କିଛି ସୁରକ୍ଷା ଚାହୁଁଛନ୍ତି, କିନ୍ତୁ ତୁମେମାନେ ସେମାନଙ୍କୁ କଦାପି ସୁରକ୍ଷା ପ୍ରଦାନ କରିବ ନାହିଁ। ଏପରି ନ ହେଉ ଯେ ସେମାନେ ତୁମ ସହିତ ବିଶ୍ୱାସଘାତକତା କରି ତୁମମାନଙ୍କୁ ପ୍ରତିଭୂତିକୁ ମୁସଲମାନମାନଙ୍କୁ ହସ୍ତାନ୍ତର କରିଦେବେ। ସେହିପରି ସେ ନିଜର ଗତଫାନ୍ ସମ୍ପ୍ରଦାୟ ପାଖକୁ ଯାଇ ଏହି ପ୍ରକାର କଥା କହିଲା ଯେ ବର୍ତ୍ତମାନ ଈଶ୍ୱରଙ୍କ ପକ୍ଷରୁ ଏପରି ସଂଯୋଗ ହେଲା ଯେ କୁରେଶ ଓ ଗତଫାନ୍ ସମ୍ପ୍ରଦାୟମାନେ ପୂର୍ବରୁ ହିଁ ଏହି ପ୍ରସ୍ତାବ ଦେଇଥିଲେ ଯେ ମୁସଲମାନମାନଙ୍କ ଉପରେ ମିଳିତ ଭାବରେ ଆକ୍ରମଣ କରାଯାଉ ଏବଂ ଏହି ଆକ୍ରମଣ ଚତୁର୍ଦିଗରୁ ଏକ ସମୟରେ କରାଯାଉ, କାରଣ ମୁସଲମାନମାନେ ନିଜର ସ୍ୱଳ୍ପ ସଂଖ୍ୟା ଯୋଗୁଁ ଏହି ଆକ୍ରମଣର ମୁକାବିଲା କରିବାକୁ ସକ୍ଷମ ହୋଇ ନ ପାରନ୍ତୁ ଏବଂ କୌଣସି ନା କୌଣସି ସ୍ଥାନରେ ସେମାନଙ୍କର ଧାଡ଼ି ଭଙ୍ଗ ହୋଇଯାଉ, ସେମାନେ ଆକ୍ରମଣକାରୀଙ୍କୁ ବାଟ ଛାଡ଼ି ଦିଅନ୍ତୁ। ଏହି ଉଦ୍ଦେଶ୍ୟ ଅନୁଯାୟୀ ସେମାନେ ବନୁ କୁରେଜା ସମ୍ପ୍ରଦାୟକୁ ଖବର ପଠାଇଲେ ଘେରାଉର ଅବଧି ବୃଦ୍ଧି ପାଉଛି ଏବଂ ଲୋକମାନେ ଅତିଷ୍ଠ ହୋଇ ଚାଲିଛନ୍ତି, ବହୁତ ହଇରାଣ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ଆମେମାନେ ଏହି ପ୍ରସ୍ତାବ ଦେଉଛୁ ଯେ ସମସ୍ତ ସମ୍ପ୍ରଦାୟମାନେ ମିଳିମିଶି ଏକତ୍ର ଭାବରେ ଏକକାଳୀନ ମୁସଲମାନମାନଙ୍କ ଉପରେ ଆକ୍ରମଣ କରିଦେବା। ଅତଏବ ତୁମେମାନେ ମଧ୍ୟ କାଲିର ଆକ୍ରମଣ ନିମନ୍ତେ ପ୍ରସ୍ତୁତ ହୋଇଯାଅ। ବନୁ କୁରେଜା ସମ୍ପ୍ରଦାୟ ଯାହା ସହିତ ନୁଏମ୍ ବିନ୍ ମସୁଦ ପୂର୍ବରୁ କଥା ହସା ହୋଇସାରିଥିଲେ, ସେ ଏହି ଉତ୍ତର ଦେଲେ ଯେ କୁରେଶ ମାନେ ଓ ଅନ୍ୟ ସମ୍ପ୍ରଦାୟମାନେ କାଲି ଆମମାନଙ୍କର ସପ୍ତର ଦିନ, ଯେଉଁଦିନ ଆମେ ପ୍ରଭୁଙ୍କର ଉପାସନା କରିଥାଉ ଓ ଯୁଦ୍ଧ ଓ ଆକ୍ରମଣ ଆଦିରୁ ବିରତ ରହିଥାଉ। ତେଣୁ ତୁମେମାନେ ସୁରକ୍ଷା ସ୍ୱରୂପ ନିଜର କିଛି ଲୋକ ଆମମାନଙ୍କୁ ଅର୍ପଣ କରିଦିଅ, ଜାମିନ ଆକାରରେ ଆମକୁ ପ୍ରଦାନ କର, ଯାହାଫଳରେ ଆପଣମାନଙ୍କର ବିଶ୍ୱସ୍ତତାର ପ୍ରମାଣ ମିଳିବ। ଅତଏବ ତୁମେମାନେ ଯେପର୍ଯ୍ୟନ୍ତ ନିଜର କିଛି ଲୋକଙ୍କୁ ଆମମାନଙ୍କୁ ହସ୍ତାନ୍ତର କରି ନାହଁ, ସେ ପର୍ଯ୍ୟନ୍ତ ଆମେମାନେ ଏହି ଆକ୍ରମଣରେ ସାମିଲ ହେବୁ ନାହୁଁ।
କୁରେଶମାନଙ୍କୁ ଯେତେବେଳେ ବନୁ କୁରେଜା ସମ୍ପ୍ରଦାୟର ଏହି ଉତ୍ତର ମିଳିଲା, ସେତେବେଳେ ସେମାନେ ଆଶ୍ଚର୍ଯ୍ୟଚକିତ ହୋଇଗଲେ ଏବଂ କହିବାକୁ ଲାଗିଲେ ଯେ ନୁଏମ୍ ଯାହା କହୁଥିଲା ତାହା ସତ୍ୟ। ଅନ୍ୟପଟରେ ବନୁ କୁରେଜା ସମ୍ପ୍ରଦାୟକୁ ଯେତେବେଳେ କୁରେଶ ଓ ଗତଫାନ୍ ସମ୍ପ୍ରଦାୟ ପକ୍ଷରୁ ଏହି ଉତ୍ତର ମିଳିଲା ଯେ ସେମାନେ ସୁରକ୍ଷା ଦେବାକୁ ପ୍ରସ୍ତୁତ ନାହାନ୍ତି, ଜାମିନ ଦେବାକୁ ପ୍ରସ୍ତୁତ ନାହାନ୍ତି, କୁରେଶ ଓ ବନୁ ଗତଫାନ୍ ସମ୍ପ୍ରଦାୟ କହିଲେ ଯେ ବନୁ କୁରେଜା ସମ୍ପ୍ରଦାୟ ତୁମେମାନେ ଆମମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେମିତି ଆସିବ ତ ଆସ, ଆମେମାନେ କୌଣସି ପ୍ରକାରର ଜାମିନ କିମ୍ବା ସୁରକ୍ଷା ତୁମମାନଙ୍କୁ ପ୍ରଦାନ କରିବୁ ନାହିଁ। ଅତଏବ ବନୁ କୁରେଜା ସମ୍ପ୍ରଦାୟ କହିଲା, ବାସ୍ତବରେ ନୁଏମ୍ ଆମମାନଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହା ଏକଦମ ଠିକ୍। କୁରେଶ ଓ ବନୁ ଗତଫାନ୍ ସମ୍ପ୍ରଦାୟର ଉଦ୍ଦେଶ୍ୟ କିଛି ଠିକ୍ ଜଣା ପଡ଼ୁନାହିଁ। ଏହିପରି ଭାବରେ ନୁଏମ୍ର ଏପରି ଉପାୟ ଓ ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହେଲା ଏବଂ ଉଭୟଙ୍କ ମଧ୍ୟରେ ସନ୍ଦେହ ଓ ଫାଟ ସୃଷ୍ଟି ହୋଇଗଲା। ଏହା ହେଉଛି ସେହି ପନ୍ଥା ଯାହାକୁ ନୁଏମ୍ ଅବଲମ୍ବନ କରିଥିଲେ। ହଜରତ ମୁସଲିମ ମଉଦ୍ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ କିଛି ଦିନ ପରେ ଉଭୟ ପକ୍ଷ ଏହି ନିଷ୍ପତ୍ତି ନେଲେ ଯେ ଏକ ନିର୍ଦ୍ଧାରିତ ସମୟରେ ୟହୁଦୀ ଏବଂ ଅବିଶ୍ୱାସକାରୀମାନଙ୍କ ସୈନ୍ୟବାହିନୀ ସହସା ମୁସଲମାନମାନଙ୍କ ଉପରେ ଆକ୍ରମଣ କରିଦେବେ। କିନ୍ତୁ ସେତେବେଳେ ଆଲ୍ଲାହ ତାଆଲାଙ୍କ ତରଫରୁ ଏକ ବିଚିତ୍ର ପ୍ରକାରର ଚମତ୍କାର ପ୍ରକାଶିତ ହେଲା। ଉକ୍ତ ଚମତ୍କାର ବିବରଣୀ ଏପରି ଉଲ୍ଲେଖ ରହିଛି, ଗତଫାନ୍ ସମ୍ପ୍ରଦାୟର ନୁଏମ୍ ନାମକ ଜଣେ ବ୍ୟକ୍ତି ହୃଦୟରୁ ଯେ କି ମୁସଲମାନ ଥିଲେ, ଉକ୍ତ ବ୍ୟକ୍ତି ଜଣକ ଅବିଶ୍ୱାସକାରୀଙ୍କ ସହିତ ସାମିଲ ଥିଲେ, କିନ୍ତୁ ଉକ୍ତ ସୁଯୋଗକୁ ଅପେକ୍ଷା କରି ବସିଥିଲେ ଯେ ଯଦି ମୋତେ କୌଣସି ସୁଯୋଗ ମିଳେ ତେବେ ମୁଁ ମୁସଲମାନମାନଙ୍କୁ ଅବଶ୍ୟ ସାହାଯ୍ୟ କରିବି। ଜଣେ ଏକୁଟିଆ ବ୍ୟକ୍ତି ଆଉ ବା କ'ଣ ସାହାଯ୍ୟ କରିପାରିଥାନ୍ତା? ତେବେ ସେ ଯେତେବେଳେ ଦେଖିଲେ ଯେ ୟହୁଦୀମାନେ ମଧ୍ୟ ଅବିଶ୍ୱାସକାରୀମାନଙ୍କ ସହିତ ମିଶି ଯାଇଛନ୍ତି ଏବଂ ବର୍ତ୍ତମାନ ପ୍ରକାଶ୍ୟ ରୂପେ ମୁସଲମାନମାନଙ୍କର ସୁରକ୍ଷାର କୌଣସି ମାଧ୍ୟମ ଆଉ ଦୃଶ୍ୟମାନ ହେଉନାହିଁ, ସେତେବେଳେ ସେହି ପରିସ୍ଥିତିରୁ ସେ ମୁସଲମାନମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ନିଷ୍ପତ୍ତି ନେଲେ। ମନରେ ବିଚାର କଲେ ଯେ ଯାହା ହେଉ ନା କାହିଁକି ଏହି ଘୋର ଉପଦ୍ରବକୁ ଦୂର କରିବା ନିମନ୍ତେ ମୋତେ କିଛି ନା କିଛି କରିବାକୁ ପଡ଼ିବ। ସୁତରାଂ ଯେତେବେଳେ ଏହି ନିଷ୍ପତ୍ତି ହେଲା ଯେ ଉଭୟ ପକ୍ଷ ମିଳିମିଶି ଏକତ୍ର ମୁସଲମାନମାନଙ୍କ ଉପରେ ଆକ୍ରମଣ କରିବେ, ସେତେବେଳେ ବନୁ କୁରେଜା ନିକଟକୁ ସେ ଗଲେ ଏବଂ ସେମାନଙ୍କର ଅଧିପତିଙ୍କୁ କହିଲେ, ଯଦି ଆରବୀୟମାନଙ୍କର ସୈନ୍ୟବାହିନୀ ପଳାୟନ କଲା ତେବେ ମୁସଲମାନମାନେ ତୁମ ସହିତ କ'ଣ ବ୍ୟବହାର କରିବେ ତୁମେ କିଛି ଜାଣିଛ? ତୁମେମାନେ ମୁସଲମାନମାନଙ୍କ ସହିତ ଅଙ୍ଗୀକାର କରିଛ ଏବଂ ଅଙ୍ଗୀକାର ଚୁକ୍ତି କରି ଚୁକ୍ତି ଭଙ୍ଗ କରିବା ଫଳରେ ତୁମମାନଙ୍କୁ ଯେଉଁ ଶାସ୍ତି ମିଳିବ ତାହାର ପରିକଳ୍ପନା ବି କରିଛ। ବନୁ କୁରେଜା ସମ୍ପ୍ରଦାୟର ମନରେ ଟିକେ ଭୟ ଜାଗ୍ରତ ହେଲା। ସେମାନେ ପଚାରିଲେ ଯେ ନୁଏମ୍, ତାହେଲେ ଆମେମାନେ କ'ଣ କରିବୁ? ନୁଏମ୍ କହିଲେ, ଆରବୀୟମାନେ ଯେତେବେଳେ ମିଳିତ ଭାବରେ ଆକ୍ରମଣ କରିବା ନିମନ୍ତେ ତୁମ ନିକଟରେ ଇଚ୍ଛା ବ୍ୟକ୍ତ କରିବେ, ସେତେବେଳେ ତୁମେ ଅବିଶ୍ୱାସକାରୀମାନଙ୍କୁ ଏହା କହିବ ଯେ ଆରବୀୟ ସମ୍ପ୍ରଦାୟ ମଧ୍ୟରୁ 70 ଜଣ ଲୋକଙ୍କୁ ଆମ ନିକଟରେ ଜାମିନ ସ୍ୱରୂପ ରଖିଦିଅ। ସେମାନେ ଆମ ଦୁର୍ଗରେ ସୁରକ୍ଷିତ ରହିବେ ଏବଂ ଆମେ ମଦିନା ପଛପଟରୁ ଆକ୍ରମଣ କରିବୁ ମୁସଲମାନମାନଙ୍କ ଉପରେ। ପୁନଶ୍ଚ ସେ ଅର୍ଥାତ୍ ନୁଏମ୍ ସେଠାରୁ ଉଠି ଅବିଶ୍ୱାସକାରୀମାନଙ୍କ ଅଧିପତି ନିକଟକୁ ଗଲେ ଏବଂ ସେମାନଙ୍କୁ କହିଲେ, ଏହି ୟହୁଦୀମାନେ ତ ମଦିନାର ବାସିନ୍ଦା। ଯଦି ଏମାନେ ଯଥା ସ୍ଥାନରେ ତୁମ ସହିତ ବିଶ୍ୱାସଘାତକତା କରନ୍ତି ତେବେ ସେ ପରିପ୍ରେକ୍ଷୀରେ ତୁମେମାନେ କ'ଣ କରିବ? ଆଉ ଯଦି ତୁମ ସହିତ ବିଶ୍ୱସ୍ତ ହେବା ନିମନ୍ତେ ତୁମ ସହିତ ସାମିଲ ହୋଇ ମୁସଲମାନମାନଙ୍କ ଉପରେ ଆକ୍ରମଣ କରିବା ନିମନ୍ତେ ସେମାନେ କିଛି ସର୍ତ୍ତ ରଖନ୍ତି, କିଛି ତୁମଠାରୁ ଜାମିନ ମାଗନ୍ତି, ତେବେ ସେ ପରିପ୍ରେକ୍ଷୀରେ ତୁମେ କ'ଣ କରିବ? ତୁମମାନଙ୍କ ପକ୍ଷେ ଏହା ଉଚିତ ହେବ ଯେ ତୁମେମାନେ ସେମାନଙ୍କୁ ପରୀକ୍ଷା କରି ଦେଖିନିଅ ଯେ ସେମାନେ ଅବିଚଳ ହେଉଛନ୍ତି ଅବା ନୁହେଁ। ଖୁବ୍ ଶୀଘ୍ର ସେମାନଙ୍କୁ ନିଜ ସହିତ ନିୟମିତ ଆକ୍ରମଣ କରିବାର ନିମନ୍ତ୍ରଣ ଦିଅ। ଅବିଶ୍ୱାସକାରୀଙ୍କ ଅଧିପତିମାନେ ଉକ୍ତ ପରାମର୍ଶକୁ ସଠିକ୍ ବୋଲି ମନେ କଲେ। ଅବିଶ୍ୱାସକାରୀଙ୍କ ଅଧିପତିମାନେ ଉକ୍ତ ପରାମର୍ଶକୁ ସଠିକ୍ ମନେକରି ପରବର୍ତ୍ତୀ ଦିନ ୟହୁଦୀମାନଙ୍କ ନିକଟକୁ ଏହି ସନ୍ଦେଶ ପ୍ରେରଣ କଲେ ଯେ ଆମେମାନେ ସାମୂହିକ ରୂପେ ଆକ୍ରମଣ କରିବା, ତୁମେ ବି କାଲି ନିଜ ସୈନ୍ୟବାହିନୀ ସହିତ ମୁସଲମାନମାନଙ୍କ ଉପରେ ଆକ୍ରମଣ କରିଦେବ। ବନୁ କୁରେଜାକୁ ଯେତେବେଳେ ଏହି ସନ୍ଦେଶ ମିଳିଲା, ସେମାନେ ପ୍ରଥମେ କହିଲେ ଯେ କାଲି ତ ଆମର ସପ୍ତର ଦିନ ଅର୍ଥାତ୍ ସପ୍ତାହର ଛୁଟି ଦିନ, ଆମେମାନେ ସପ୍ତ ଦିନ ଯୁଦ୍ଧ ଓ ଆକ୍ରମଣ କରି ନଥାଉ। ଅତଏବ ଆମେମାନେ ସେଦିନ ଯୁଦ୍ଧ
କରିପାରିବୁ ନାହିଁ। ଦ୍ୱିତୀୟତଃ ଆମେମାନେ ମଦିନାବାସୀ ଅଟୁ ଓ ତୁମେମାନେ ବାହାର ଲୋକ। ତେଣୁ ତୁମେମାନେ ଯଦି ଯୁଦ୍ଧ ତ୍ୟାଗ କରି ପଳାୟନ କର ତେବେ ଆମର ଅବସ୍ଥା କ'ଣ ହେବ? ତେଣୁ ତୁମେମାନେ 70 ଜଣ ବ୍ୟକ୍ତି ଜାମିନ ସ୍ୱରୂପ ଆମକୁ ପ୍ରଦାନ କର, ତେବେ ଯାଇ ଆମେମାନେ ଯୁଦ୍ଧରେ ସାମିଲ ହେବୁ। ଅବିଶ୍ୱାସକାରୀମାନଙ୍କୁ ଯେତେବେଳେ ଏହି ସନ୍ଦେଶ ମିଳିଲା ସେତେବେଳେ ସେମାନେ ସେମାନଙ୍କର ଦାବିକୁ ଅସ୍ୱୀକାର ଓ ପ୍ରତ୍ୟାଖ୍ୟାନ କରିଦେଲେ। ସେମାନେ କହିଲେ ଯେ ତୁମମାନଙ୍କର ଯଦି ଆମମାନଙ୍କ ସହିତ ପ୍ରକୃତ ସମ୍ପର୍କ ରହିଛି ତେବେ ଏହି ପ୍ରକାର ଦାବିର କୌଣସି ଯଥାର୍ଥ ନାହିଁ। ପୁନଶ୍ଚ ଆଲ୍ଲାହ ତାଆଲାଙ୍କର ଲୀଳା ଦେଖନ୍ତୁ ଯେ ଦିନେ ଗୋଟିଏ ରାତ୍ରିରେ ମୁସଲମାନମାନଙ୍କ ସପକ୍ଷରେ ଦ୍ରୁତ ବେଗରେ ପବନ ବହିବାକୁ ଲାଗିଲା। ଝଡ଼ ତୋଫାନ ହେଲା, ଯଦ୍ୱାରା କି ବିଭିନ୍ନ ସମ୍ପ୍ରଦାୟର ସୈନ୍ୟବାହିନୀଙ୍କୁ ଅବିଶ୍ୱାସକାରୀମାନଙ୍କୁ ଆକ୍ରମଣକାରୀମାନଙ୍କୁ ପଳାୟନ କରିବାକୁ ପଡ଼ିଥିଲା। ଉକ୍ତ ଘଟଣାର ବିସ୍ତୃତ ବିବରଣୀ ଏପରି ଉଲ୍ଲେଖ ରହିଛି। ଇବ୍ନେ ଇସ୍ହାକ୍ ନାମକ ଇତିହାସବିତ୍ ଉକ୍ତ ଘଟଣାକୁ ଏପରି ବର୍ଣ୍ଣନା କରିଛନ୍ତି ଯେ ଆଲ୍ଲାହ ତାଆଲା ଅତ୍ୟନ୍ତ ହାଡ଼ଭଙ୍ଗା ଶୀତ ରାତିରେ ଏଭଳି ଏକ ଝଡ଼ ପ୍ରେରଣ କଲେ ଯେ ତାହା ଅବିଶ୍ୱାସକାରୀମାନଙ୍କର ଖାଇବା ହାଣ୍ଡିକୁ ଚୁଲି ଉପରୁ ଓଲଟାଇ ଦେଲା ଓ ବାସନକୁସନ ସବୁ କିଛି ଫିଙ୍ଗି ଛିନ୍ନ ଭିନ୍ନ କରିଦେଲା। ସେହିପରି ବିଲାଜରୀ ନାମକ ଜଣେ ଇତିହାସବିତ୍ ଉଲ୍ଲେଖ କରିଛନ୍ତି ଯେ ଆଲ୍ଲାହ ତାଆଲା ଅବିଶ୍ୱାସକାରୀଙ୍କ ବିରୁଦ୍ଧରେ ମୁସଲମାନମାନଙ୍କୁ ଏକ ଝଡ଼ ମାଧ୍ୟମରେ ସାହାଯ୍ୟ କଲେ। ଏହି ଝଡ଼ଟି ଧୂଳି କଣାଯୁକ୍ତ ଝଡ଼ ଥିଲା। ଏହା ଅବିଶ୍ୱାସକାରୀମାନଙ୍କର ଚକ୍ଷୁକୁ ଧୂଳି ଓ ବାଲିରେ ପରିପୂର୍ଣ୍ଣ କରିଦେଲା। ସେମାନେ ଅନ୍ଧଙ୍କ ପରି ପାଲଟିଗଲେ। ଫଳତଃ ସେମାନେ ସେଠାରୁ ଫେରିଗଲେ। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟଲ୍ଲାହୁ ଉପରୋକ୍ତ ଘଟଣାର ବିସ୍ତୃତ ବିବରଣୀ ଏପରି ଉଲ୍ଲେଖ କରିଛନ୍ତି। ସମ୍ଭବତଃ ନୁଏମ୍ ବିନ୍ ମସୁଦର ସେହି ଶାନ୍ତିପ୍ରିୟ ଉଦ୍ୟମର ପରିଣାମ ବୃଥା ହୋଇଯାଇଥାନ୍ତା ଏବଂ ଏକ ସାମୟିକ ତ୍ରୁଟି ଓ ସାମୟିକ ତ୍ରୁଟି ପରେ ଅବିଶ୍ୱାସକାରୀମାନଙ୍କ ମଧ୍ୟରେ ପୁନଃ ଏକତା ଓ ଅବିଚଳତାର ଆତ୍ମା ସଞ୍ଚାର ହେଲା। କିନ୍ତୁ ଈଶ୍ୱରଙ୍କ ପକ୍ଷରୁ ଏପରି ଏକ ସଂଯୋଗ ହେଲା ଯେ ଏହି ଘଟଣାଟି ପରେ ରାତ୍ରିରେ ଏକ ଭୀଷଣ ଝଡ଼ ପାଲଟିଗଲା। ତୋଫାନ ବହିଲା। ଉକ୍ତ ତୋଫାନରେ ଅବିଶ୍ୱାସକାରୀମାନଙ୍କ ଶିବିର, ଯାହାକି ଏକ ମୁକ୍ତ ସ୍ଥାନରେ ଅବସ୍ଥିତ ଥିଲା, ଏକ ଭୟଙ୍କର ଅଶିଷ୍ଟତା ସମସ୍ତ ଶିବିରକୁ ଉପୁଡ଼ାଇ ଦେଇଥିଲା। ଶିବିରର ପାଲ ସବୁ ଛିଣ୍ଡି ଯାଇଥିଲା। ହାଣ୍ଡିଗୁଡ଼ିକ ଚୁଲିରୁ ଓଲଟି ପଡ଼ିଥିଲା। ବାଲି ଓ ଛୋଟ ପଥରମାନର ବର୍ଷା ଲୋକମାନଙ୍କ ଆଖି ନାକରେ ଭର୍ତ୍ତି ହୋଇଯାଇଥିଲା। ଏତତ୍ପରେ ସବୁଠୁ ବଡ଼ ଅନର୍ଥ ଏହା ହେଲା ଯେ ସେହି ଜାତିମାନେ ଆସିଗଲେ ଯେଉଁମାନେ ଆରବର ପ୍ରାଚୀନ ପରମ୍ପରା ଅନୁଯାୟୀ ରାତ୍ର ସମୟରେ ଅତ୍ୟନ୍ତ ନିରନ୍ତରତାର ସହିତ ମଶାଲକୁ ଜାଳି ରଖୁଥିଲେ। ସେପଟେ ଧୂଳିମାଟି ଉଡ଼ିବା ଯୋଗୁଁ ସେହି ମଶାଲର ଅଗ୍ନି ଲିଭିବାକୁ ଲାଗିଲା। ଅବିଶ୍ୱାସକାରୀମାନଙ୍କର ଅଗ୍ନି ଉପରେ ଅଗାଧ ବିଶ୍ୱାସ ରହିଥିଲା। ଅଗ୍ନି ଯେପରି ନ ଲିଭୁ ସେଥିପାଇଁ ସେମାନେ ତାହାର ଉଦ୍ୟମ କରୁଥିଲେ। କିନ୍ତୁ ଯେତେବେଳେ ତାହା ଲିଭିଗଲା ସେତେବେଳେ ତାଙ୍କ ମନକୁ ଏହି କଥାଟି ଆନ୍ଦୋଳିତ କରିଦେଇଥିଲା। ଏହି ଦୃଶ୍ୟାବଳୀ ଦେଖି ଅବିଶ୍ୱାସକାରୀମାନଙ୍କୁ ଏଭଳି ଶକ୍ତ ଚାପୁଡ଼ା ଲାଗିଲା ଯେ ସେମାନେ ନିଜକୁ ଆଉ ସଳଖ ଓ ସମ୍ଭାଳି ପାରିନଥିଲେ। ସକାଳ ହେବା ପୂର୍ବରୁ ମଦିନାର ଦିଗ୍ବଳୟ ଅବିଶ୍ୱାସକାରୀମାନଙ୍କ ସୈନ୍ୟବାହିନୀର ଧୂଳି ଦ୍ୱାରା ପରିଷ୍କାର ହୋଇଗଲା। ସୁତରାଂ ଏହିପରି ହେଲା ଯେ ଯେତେବେଳେ ଉକ୍ତ ଝଡ଼ର ଗତି ତୀବ୍ର ହେଲା ସେତେବେଳେ ଅବୁ ସୁଫିଆନ ନିଜ ଆଖପାଖରେ ଥିବା କୁରେଶର ଅଧିପତିମାନଙ୍କୁ ଡାକି କହିଲା କି ହେ ଅଧିପତିଗଣ, ଆମମାନଙ୍କର ସମସ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ଲାଗୁଛି। ତେଣୁ ଭଲ ହେବ ଯେ ଆମେ ଏଠାରୁ ଚାଲିଯିବା। ମୁଁ ତ ଚାଲିଲି। ଏହା କହି ଅବୁ ସୁଫିଆନ ନିଜର ଲୋକମାନଙ୍କୁ ଫେରିଯିବା ନିମନ୍ତେ ଆଦେଶ ଦେଲା ଏବଂ ନିଜ ଓଟ ଉପରେ ଆରୋହିତ ହୋଇଗଲା। କିନ୍ତୁ ବିବ୍ରତାର ସହିତ ସେ ଓଟ ପାଦରୁ ଦଉଡ଼ି ଖୋଲିବାକୁ ଭୁଲି ଯାଇଥିଲା। ଦଉଡ଼ି ଖୋଲିବା ତାର ମନେ ନଥିଲା। ଓଟ ଉପରେ ଆରୋହଣ କରି ଯେତେବେଳେ ଦେଖିଲା କି ଓଟ ଆଗକୁ ବଢ଼ୁନାହିଁ ସେତେବେଳେ ତାକୁ ମନେ ପଡ଼ିଲା ଯେ ମୁଁ ତ ଓଟର ପାଦର ଦଉଡ଼ି ମଧ୍ୟ ଖୋଲି ନାହିଁ। ସେତେବେଳେ ଇକ୍ରାମା ବିନ୍ ଆବୁ ଜହେଲ ଅବୁ ସୁଫିଆନ ନିକଟରେ ଛିଡ଼ା ହୋଇ କହିଲା ଯେ ସେ କୌଣସି ମତେ ବିରକ୍ତ ଭାବ ପ୍ରକାଶ କରି କହିଲା ଯେ ତୁମେ ସମସ୍ତ ସେନାର ସେନାପତି ଏବଂ ତୁମେ ଜଣେ ସେନାପତି ହୋଇ ଫେରି ଯାଉଛ
ସୈନ୍ୟବାହିନୀକୁ ନିଜ ପଛରେ ଛାଡ଼ି ଯାଉଛ। ତୁମେ ଅନ୍ୟମାନଙ୍କ ବିଷୟରେ ଟିକିଏ ତ ହେଲେ ଚିନ୍ତା କର। ପ୍ରତି ଉତ୍ତରରେ ଅବୁ ସୁଫିଆନ ଲଜ୍ଜିତ ହେଲା ଏବଂ ନିଜ ଓଟରୁ ଓହ୍ଲାଇ ଆସି କହିଲା, ନିଅ, ଏବେ ମୁଁ ଯିବି ନାହିଁ, କିନ୍ତୁ ତୁମେମାନେ ଶୀଘ୍ର ଶୀଘ୍ର ଫେରିବାର ପ୍ରସ୍ତୁତି କର। ଯଥାଶୀଘ୍ର ଏଠାରୁ ବାହାରିବାକୁ ଚେଷ୍ଟା କର। ସୁତରାଂ ଲୋକମାନେ ନିଜର ଓଟ ଉପରେ ଆରୋହଣ ହୋଇ ପୁନଃ ପ୍ରସ୍ଥାନ କଲେ। ସୁତରାଂ ଲୋକମାନେ ଶୀଘ୍ର ଶୀଘ୍ର ପ୍ରସ୍ତୁତିରେ ଲାଗିପଡ଼ିଲେ ଏବଂ ଅବୁ ସୁଫିଆନ କିଛି ସମୟ ପରେ ନିଜ ଓଟ ଉପରେ ଆରୋହଣ ହୋଇ ପୁନଃ ପ୍ରସ୍ଥାନ କଲା। ସେତେବେଳେ ପର୍ଯ୍ୟନ୍ତ ବନୁ ଗତଫାନ ସମ୍ପ୍ରଦାୟ ଓ ଅନ୍ୟ ସମ୍ପ୍ରଦାୟଗୁଡ଼ିକୁ କୁରୈଶର ଉକ୍ତ ପଳାୟନର କୌଣସି ସୂଚନା ନଥିଲା। କିନ୍ତୁ କୁରୈଶର ଶିବିର ଯେତେବେଳେ ଦ୍ରୁତଗତିରେ ଖାଲି ହେବାକୁ ଲାଗିଲା, ସେତେବେଳେ ଅନ୍ୟମାନଙ୍କୁ ମଧ୍ୟ ଏହାର ସୂଚନା ମିଳିଗଲା। ଫଳତଃ ସେମାନେ ମଧ୍ୟ ଘାବରେଇ ଫେରିବାର ଘୋଷଣା କରିଦେଲେ। ବନୁ କୁରେଜା ସମ୍ପ୍ରଦାୟ ମଧ୍ୟ ନିଜର ଦୁର୍ଗ ମଧ୍ୟକୁ ଚାଲିଗଲା ଏବଂ ବନୁ କୁରେଜା ସମ୍ପ୍ରଦାୟ ସହିତ ବନୁ ନଜିର ସମ୍ପ୍ରଦାୟର ଅଧିପତି ହୁଇ ବିନ୍ ଅଖ୍ତବ ମଧ୍ୟ ସେମାନଙ୍କ ଦୁର୍ଗକୁ ଚାଲିଯାଇଥିଲା। ଏହିପରି ଭାବରେ ସକାଳର ସୂର୍ଯ୍ୟୋଦୟ ହେବା ପୂର୍ବରୁ ସମସ୍ତ ପଡ଼ିଆଟି ଖାଲି ହୋଇଯାଇଥିଲା। ସୁତରାଂ ଅଦ୍ଭୁତପୂର୍ବକ ଭାବରେ ମୁସଲମାନମାନେ ଏହି ଯୁଦ୍ଧରେ ଜୟଯୁକ୍ତ ହୋଇଥିଲେ। ପୂର୍ବେ ଅବିଶ୍ୱାସକାରୀମାନଙ୍କର ଏହି ଅବସ୍ଥା ଥିଲା ଯେ ଅବିଶ୍ୱାସକାରୀମାନେ ଦୀର୍ଘଦିନ ଧରି ମଦିନାର ଘେରାଉ କରି ରଖିଥିଲେ ଏବଂ ମୁସଲମାନମାନେ ଏହି ଆଶଙ୍କା କରୁଥିଲେ ଯେ ଅବିଶ୍ୱାସକାରୀମାନେ ମଦିନା ଓ ଦୁର୍ଗ ଉପରେ ଅଧିକାର ନ କରି ନିଅନ୍ତୁ। କିନ୍ତୁ ବର୍ତ୍ତମାନ ଏହି ଅବସ୍ଥା ଥିଲା ଯେ ମୁସଲମାନମାନେ ଜୟଯୁକ୍ତ ହୋଇଗଲେ। ହଜରତ ମୁସଲିମ ମଉଦ ରଦିୟଲ୍ଲାହୁ ଏହାର ବିବରଣୀ ଏପରି ଉଲ୍ଲେଖ କରିଛନ୍ତି ଯେ ସନ୍ଦେହ ଓ ସଂଶୟକୁ ସାଙ୍ଗରେ ନେଇ ଅବିଶ୍ୱାସକାରୀମାନଙ୍କର ସୈନ୍ୟବାହିନୀ ବିଶ୍ରାମ କରିବା ନିମନ୍ତେ ନିଜର ଶିବିର ମଧ୍ୟକୁ ଯେତେବେଳେ ଗଲା, ସେତେବେଳେ ଈଶ୍ୱର ଆକାଶୀୟ ସାହାଯ୍ୟର ଆଉ ଏକ ମାର୍ଗ ଉନ୍ମୁକ୍ତ କରିଦେଲେ। ରାତ୍ରରେ ଏକ ଭୟଙ୍କର ଝଡ଼ ତୋଫାନ ବହିଲା, ଯାହାକି ଶିବିରଗୁଡ଼ିକୁ ଉଖାଡ଼ିଦେଲା, ପାଲଟାଇଦେଲା ଓ ଉଡ଼ାଇଦେଲା। କେତେକ ସମ୍ପ୍ରଦାୟର ମଶାଲ ଅର୍ଥାତ୍ ନିଆଁ ଲିଭିଗଲା। ଆରବ୍ୟ ଅବିଶ୍ୱାସକାରୀମାନଙ୍କ ମଧ୍ୟରେ ଏହି ପରମ୍ପରା ପ୍ରଚଳିତ ଥିଲା ଯେ ଅବିଶ୍ୱାସକାରୀମାନେ ଅହୋରାତ୍ର ନିଆଁ ଜଳାଇ ରଖୁଥିଲେ, କିନ୍ତୁ ନିଆଁ ଲିଭିଯିବାକୁ ସେ ଅଶୁଭ ମନେ କଲେ। ସେମାନେ ଏହା କହୁଥିଲେ ଯେ ଆଜିର ଦିନ ସେମାନଙ୍କ ପାଇଁ ଅଶୁଭ। ତେଣୁ ସେମାନେ ନିଜର ଶିବିରର ପାଲ ଓ କାଠ ଇତ୍ୟାଦି ଭୂମିକୁ ଉପାଡ଼ି ଯୁଦ୍ଧ ଭୂମିରୁ ପଛକୁ ଚାଲି ଆସୁଥିଲେ, କାରଣ ସେମାନେ ଦିନଟିଏ ଅପେକ୍ଷା କରି ପୁଣି ଥରେ ସୈନ୍ୟବାହିନୀରେ ଆସି ଯୋଗ ଦେଉଥିଲେ ବା ସାମିଲ ହେଉଥିଲେ। କିନ୍ତୁ ଦିନକର ଯୁଦ୍ଧ ଯୋଗୁଁ ସୈନ୍ୟବାହିନୀର ଅଧିପତି ମନରେ ସନ୍ଦେହ ସୃଷ୍ଟି ହୋଇଯାଇଥିଲା। ଯେଉଁ ସମ୍ପ୍ରଦାୟ ପଛକୁ ହଟି ସେମାନଙ୍କ ଆଖପାଖ ସମ୍ପ୍ରଦାୟମାନେ ଏହା ମନେ କଲେ ଯେ ସମ୍ଭବତଃ ୟହୁଦୀମାନେ ମୁସଲମାନମାନଙ୍କ ସହିତ ମିଶି ରାତ୍ର ସମୟରେ ସହସା ଆକ୍ରମଣ କରିଦେବେ ଏବଂ ଆମ ପାଖରୁ ସମ୍ପ୍ରଦାୟମାନେ ପଳାୟନ କରୁଛନ୍ତି। ଅତଏବ ସେମାନେ ମଧ୍ୟ ଶୀଘ୍ର ଶୀଘ୍ର ନିଜର ଶିବିର ସାଉଁଟିବା ଆରମ୍ଭ କରିଦେଲେ ଏବଂ ଯୁଦ୍ଧଭୂମିରୁ ପଳାୟନ କରିବା ଆରମ୍ଭ କରିଦେଲେ। ଅବୁ ସୁଫିଆନ ନିଜ ଶିବିର ମଧ୍ୟରେ ଶାନ୍ତିର ସହିତ ବିଶ୍ରାମ କରୁଥିଲା। ହଠାତ୍ ତାକୁ ଏହି ସୂଚନା ମିଳିଲା ଯେ ସମସ୍ତ ସମ୍ପ୍ରଦାୟମାନେ ନିଜ ନିଜ ଜିନିଷପତ୍ର ବାନ୍ଧି ପଳାୟନ କରୁଛନ୍ତି। ତେଣୁ ଅବୁ ସୁଫିଆନ ନିଜର ବନ୍ଧା ହୋଇଥିବା ଓଟ ଉପରେ ଆରୋହଣ କଲା ଏବଂ ଓଟକୁ ଗୋଇଠି ମାରି ଆଗକୁ ବଢ଼ିବାକୁ ଚେଷ୍ଟା କଲା। ପରେ ତାକୁ ବୋଧ ହେଲା ଯେ ମୁଁ ତ ଓଟର ଦୌଡ଼ି ମଧ୍ୟ ଖୋଲି ନାହିଁ ଏବଂ ସେ ନିଜର ସାଥୀମାନଙ୍କ ସମେତ ଯୁଦ୍ଧଭୂମିରୁ ପଳାୟନ କଲା। ହୁଜୈଫା ରଦିୟଲ୍ଲାହୁ କୁହନ୍ତି ଯେ ମୁଁ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ପାଖରୁ ପ୍ରସ୍ଥାନ କଲି, ସେତେବେଳେ ମୁଁ ଏହା ଅବଲୋକନ କଲି ଯେ ମୋର ଶରୀରରେ ଶୀତର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ନଥିଲା। ହଜରତ ହୁଜୈଫା ରଦିୟଲ୍ଲାହୁ କୁହନ୍ତି ଯେ ମୁଁ ଏପରି ଅନୁଭବ କଲି ଯେପରି ମୁଁ ଏକ ଉଷ୍ଣ କୁଣ୍ଡ ମଧ୍ୟ ଦେଇ ଅତିକ୍ରମ କରୁଛି ଏବଂ ମୋର ଉଦ୍ବିଗ୍ନତା ଧୀରେ ଧୀରେ ସମାପ୍ତ ହୋଇ ଚାଲିଛି। ସେତେବେଳେ ରାତ୍ର ନିଜ ଅନ୍ଧକାରର ଶାସନ ସମ୍ପୂର୍ଣ୍ଣ ରୂପେ ବିସ୍ତାରିତ କରିସାରିଥିଲା। ମୁଁ ନିର୍ଭୀକ ଭାବରେ ଧୀରେ ଧୀରେ ଅବିଶ୍ୱାସକାରୀଙ୍କ ଶିବିର ମଧ୍ୟରେ ପହଞ୍ଚିଗଲି। ସେତେବେଳେ ମୁଁ ଏହା ଅବଲୋକନ କଲି ଯେ ଅବୁ ସୁଫିଆନ ଏକ ସ୍ଥାନରେ ଛିଡ଼ା ହୋଇ ନିଆଁରେ ନିଜକୁ ଅର୍ଥାତ୍ ହାତ ଓ ପାଦକୁ ସେକୁଛି। ମୁଁ ତାକୁ ଦେଖିବା ମାତ୍ରେ ନିଜର ତୀର ଓ କମାନ ବାହାର କରି ତା ଆଡ଼କୁ ସିଧା କରିଦେଲି। ସେହି ସମୟଟି ଅତି ନିକଟତର ଥିଲା ଯେ ମୁଁ ତା ଉପରକୁ ତୀର ଚାଳନ କରିଦେଇଥାନ୍ତି, କିନ୍ତୁ ମୋତେ ହୁଜୁର ସଲ୍ଲଲ୍ଲାହୁ ଆଦେଶ ମନେ ପଡ଼ିଗଲା ଯେ ମୁଁ ତୀର ଚଳାଇବାରୁ ଅଟକି ଗଲି। ମୁଁ ଯଦି ସେତେବେଳେ ତୀର ଚାଳନ କରିଦେଇଥାନ୍ତି, ତେବେ ଅବୁ ସୁଫିଆନ ମୋର ଏତେ ନିକଟରେ ଥିଲା
ଯେ ସେ ଆଉ ମୋ ତୀରରୁ ବର୍ତ୍ତି ପାରିନଥାନ୍ତା। ଅବୁ ସୁଫିଆନ୍ ସେତେବେଳେ ନିଜର ଲୋକମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଆଦେଶ ଦେଉଥିଲା। ଅତଏବ ସେ ମୋ ସମ୍ମୁଖରେ ହିଁ ଓଟ ଉପରେ ଆରୋହଣ କଲା, କିନ୍ତୁ ବ୍ୟସ୍ତ ବିବ୍ରତା ଯୋଗୁଁ ନିଜ ଓଟର ଦଉଡ଼ି ସେ ଖୋଲିବାକୁ ଭୁଲି ଯାଇଥିଲା। ଏତତ୍ ପରେ ମୁଁ ଫେରିଆସିଲି। ହଜରତ ହୁଜୈଫା ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ମୁଁ ଯେତେବେଳେ ନିଜ ଶିବିରରେ ପହଞ୍ଚିଲି ସେତେବେଳେ ମୁଁ ଏହା ଅବଲୋକନ କଲି, ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ନମାଜ ପାଠ କରୁଛନ୍ତି। ଆପଣ ସଲ୍ଲାମ ନମାଜ ପାଠ କରିସାରିବା ପରେ ମୁଁ ଅପେକ୍ଷା କଲି ଏବଂ ପୁନଶ୍ଚ ମୁଁ ଆପଣ ସଲ୍ଲାମଙ୍କୁ ସମସ୍ତ ଘଟଣାର ବୃତ୍ତାନ୍ତ କଲି। ପ୍ରତ୍ୟୁତ୍ତରରେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଆଲ୍ଲାହ ତାଆଲାଙ୍କର କୃତଜ୍ଞତା ଜ୍ଞାପନ କଲେ ଏବଂ କହିଲେ, ଏହା ଆମମାନଙ୍କର କୌଣସି ଉଦ୍ୟମର ଫଳସ୍ୱରୂପ ନୁହେଁ, ବରଂ ଏହା କେବଳ ସେହି ପରାକ୍ରମୀ ପରମେଶ୍ୱରଙ୍କର କୃପା ଯୋଗୁଁ ସମ୍ଭବ ହୋଇଛି ଯେ ଅବିଶ୍ୱାସକାରୀମାନେ ପରାଜିତ ହେଲେ ଏବଂ ଏଠାରୁ ପଳାୟନ କଲେ। ଉକ୍ତ ଘଟଣାକୁ ହଜରତ ମୁସଲିମ ମଉଦ୍ ରାଦିୟଲ୍ଲାହୁ ଏପରି ବର୍ଣ୍ଣନା କରିଛନ୍ତି, ଆପଣ କୁହନ୍ତି, ରାତ୍ରର ଶେଷ ପ୍ରହରରେ ସେହି ଭୂମି ଯହିଁରେ ପ୍ରାୟ 25,000 ସଂଖ୍ୟକ ଅବିଶ୍ୱାସକାରୀ ସିପାହୀମାନେ ଶିବିର ଲଗାଇ ଜମା ହୋଇଥିଲେ, ତାହା ଜଙ୍ଗଲ ପରି ଜନଶୂନ୍ୟ ପାଲଟିଗଲା। ରସୁଲ କରୀମ ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମଙ୍କୁ ସେତେବେଳେ ଆଲ୍ଲାହ ତାଆଲା ଏହି ଐଶୀ ବାଣୀ ମାଧ୍ୟମରେ ସୂଚନା ପ୍ରଦାନ କଲେ ଯେ, ହେ ମହମ୍ମଦ, ଆମ୍ଭେ ତୁମ୍ଭର ଶତ୍ରୁମାନଙ୍କୁ ଘେଉଡ଼ାଇ ଦେଇଛୁ। ଆଲ୍ଲାହ ତାଆଲା ଯେତେବେଳେ ହୁଜୁର ସଲ୍ଲାଲ୍ଲାହୁ ଏହି ସୂଚନା ପ୍ରଦାନ କଲେ ସେତେବେଳେ ଆପଣ ନିଜର ସାହାବାମାନଙ୍କୁ ପଚାରିଲେ ଯେ କିଏ ସେହି ବ୍ୟକ୍ତି ଯିଏ ଆସି ମୋତେ ଅବିଶ୍ୱାସକାରୀଙ୍କ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିବ ଯେ ସେମାନେ ପଳାୟନ କରୁଛନ୍ତି। ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ କହିଲେ, ହେ ସାହାବାମାନେ, କିଏ ମୋତେ ଅବିଶ୍ୱାସକାରୀଙ୍କ ପଳାୟନ ସଂକ୍ରାନ୍ତରେ ସୂଚନା ଆଣିଦେବ। ସେହି ଦିନଗୁଡ଼ିକ ଶୀତ ଦିନ ଥିଲା। ମୁସଲମାନମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଶୀତବସ୍ତ୍ର ମଧ୍ୟ ନଥିଲା। ହାଡ଼ଭଙ୍ଗା ଶୀତ ଯୋଗୁଁ ପାଟି ଜମି ଯାଉଥିଲା ଓ ପାଟି ଖନି ମାରିଯାଉଥିଲା। ପାଟିରୁ କଥା ବାହାରୁ ନଥିଲା। କେତେକ ସାହାବାମାନେ କୁହନ୍ତି, ଆମେମାନେ ହୁଜୁର ସଲ୍ଲାଲ୍ଲାହୁଙ୍କ ଡାକ ଶୁଣିଲୁ ଏବଂ ଆମେ ଉତ୍ତର ଦେବାକୁ ଚାହୁଁଥିଲୁ, କିନ୍ତୁ ଆମେମାନେ କଥା କହିପାରୁନଥିଲୁ। କେବଳ ହୁଜୈଫା ରାଦିୟଲ୍ଲାହୁ ସେହି ବ୍ୟକ୍ତି ଥିଲେ ଯିଏ ହୁଜୁର ସଲ୍ଲାଲ୍ଲାହୁଙ୍କ ନିକଟରେ ଉପସ୍ଥିତ ହେଲେ ଏବଂ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, କି କାମ ଅଛି କୁହନ୍ତୁ, ମୁଁ ଉପସ୍ଥିତ ଅଛି। ଏଠାରେ ହଜରତ ମୁସଲିମ ମଉଦ୍ ରାଦିୟଲ୍ଲାହୁ କୁହନ୍ତି, ହୁଜୈଫା ରାଦିୟଲ୍ଲାହୁ ସେହି ସାହାବୀ ଥିଲେ ଯାହାଙ୍କୁ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଏହି କାର୍ଯ୍ୟ ପାଇଁ ପ୍ରେରଣ କରିଥିଲେ ଏବଂ କହିଲେ, ହେ ହୁଜୈଫା, ଆଲ୍ଲାହ ତାଆଲା ମୋତେ ଖବର ଦେଇଛନ୍ତି ଯେ ସେ ଆମ ଶତ୍ରୁକୁ ଘେଉଡ଼ାଇ ଦେଇଛନ୍ତି। ସୁତରାଂ ତୁମେ ଯାଇ ଦେଖ ଶତ୍ରୁମାନଙ୍କର ଅବସ୍ଥା କ'ଣ ରହିଛି। ହଜରତ ହୁଜୈଫା ରାଦିୟଲ୍ଲାହୁ ଖନ୍ଦକ ପାଖକୁ ଗଲେ ଏବଂ ଯାଇ ଦେଖିଲେ ଯେ ଖନ୍ଦକ ଭୂମିଟି ସମ୍ପୂର୍ଣ୍ଣ ରୂପେ ଜନଶୂନ୍ୟ। ହଜରତ ହୁଜୈଫା ରାଦିୟଲ୍ଲାହୁ ଫେରିଆସିଲେ ଏବଂ କାଲମା ଶାହାଦତ ଆଶହାଦୁ ଆଲ୍ଲା ଇଲାହା ଇଲ୍ଲାଲ୍ଲାହ ପାଠ କଲେ ଏବଂ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ଅବତାରତ୍ୱର ପୁଷ୍ଟି କଲେ ଏବଂ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଶତ୍ରୁ ଯୁଦ୍ଧଭୂମି ଛାଡ଼ି ପଳାୟନ କରୁଛି। ଆହଜାବ ଯୁଦ୍ଧ ସମ୍ପର୍କିତ ଅବଶିଷ୍ଟାଂଶ ଘଟଣାବଳୀ ଇନଶାଆଲ୍ଲାହ ଆସନ୍ତାରେ ବର୍ଣ୍ଣନା କରିବି। ଆପଣଙ୍କୁ ଏକଥା ଜଣାଇ ଦିଏ ଯେ ସଂସାରର ପରିସ୍ଥିତି ଯେଭଳି ଦିନକୁ ଦିନ ବିଗିଡ଼ି ଚାଲିଛି, ଉତ୍କଟ ହୋଇ ଚାଲିଛି, ଶୋଚନୀୟ ହୋଇ ଚାଲିଛି। ଆମେରିକା ଓ ବଡ଼ ବଡ଼ ଶକ୍ତିଶାଳୀ ରାଷ୍ଟ୍ରମାନେ ନ୍ୟାୟ ପରାୟଣ ହେଉନାହାନ୍ତି। ଯୁଦ୍ଧ ବ୍ୟାପକରୁ ବ୍ୟାପକ ହୋଇ ଚାଲିଛି। ଆଲ୍ଲାହ ତାଆଲା ହେମଦୀମାନଙ୍କୁ ଓ ନିରୀହ ଲୋକମାନଙ୍କୁ ଭୟଙ୍କର ସ୍ଥିତି ଓ ଯୁଦ୍ଧର ପ୍ରକୋପରୁ, କୁପ୍ରଭାବରୁ ସୁରକ୍ଷିତ ରଖନ୍ତୁ। ଏଥିନିମନ୍ତେ ଆଲ୍ଲାହ ତାଆଲାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଦିଗରେ ଆମମାନଙ୍କୁ ଅଗ୍ରସର ହେବାକୁ ପଡ଼ିବ। ଆମମାନଙ୍କୁ ଦୁଆ ଆଡ଼କୁ ଅଧିକ ମନୋଯୋଗ କରିବାକୁ ହେବ। ଏଥିପ୍ରତି ପ୍ରତ୍ୟେକ ବ୍ୟକ୍ତିଙ୍କୁ, ପ୍ରତ୍ୟେକ ହେମଦୀଙ୍କୁ ଧ୍ୟାନ ଦେବା ଉଚିତ। ପାକିସ୍ତାନର ହେମଦୀମାନଙ୍କ ନିମନ୍ତେ ମଧ୍ୟ ଦୁଆ କରିବେ। ସେମାନଙ୍କର ଅବସ୍ଥା ମଧ୍ୟ ସଙ୍ଗୀନ ହୋଇ ଚାଲିଛି। ବାଂଲାଦେଶର ହେମଦୀମାନଙ୍କ ନିମନ୍ତେ ଓ ସେଠାକାର ପରିସ୍ଥିତି ସାମାନ୍ୟ ହେବା ପାଇଁ ମଧ୍ୟ ଦୁଆ କରିବେ। ସେହି ଲୋକମାନଙ୍କ ଉପରେ ମଧ୍ୟ କଠୋରତା ଓ କ୍ରୂରତାର ପ୍ରଦର୍ଶନ କରାଯାଉଛି। ଆଲ୍ଲାହ ତାଆଲା ସମସ୍ତଙ୍କ ଉପରେ ଦୟା ଅବତୀର୍ଣ୍ଣ କରନ୍ତୁ। Alhamdulillah, nahmaduhu wa nasta'inuhu wa nastaghfiruh wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina
من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر.